ओम श्री गुरुदेवाय नमः। ओम क्लीं कृष्णाय नमः। हरि ओम तत्सत्। ओम गं गुरुभ्यो नमः। गं गणपतये नमः। ऐं सरस्वतये नमः। मंगलं योगिवर्याय महनीय गुणाब्धये गंगातीरनिवासाय श्री शिवानंदाय मंगलं। गंगातीरनिवासाय श्री चिदानंदाय मंगलं। सर्वांतरनिवासाय श्रीनारायणाय मंगलं। नारायणाय विद्महे वासुदेवाय धीमहि तन्नो विष्णु प्रचोदयात्। नीलाचल निवासाय नित्याय परमात्मने बलभद्र सुभद्राभ्याङ्गनाथाय ते नमः। नीलाम्बुजश्यामलकोमलाङ्गं सीतासमारोपितवामभागं पाणौ महासायकचारुचापं नमामि रामं रघुवंशनाथं। कर्पूरगौरं करुणावतारं हंसारसारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। कृष्णाय वासुदेवाय देवकी नंदनाय च नन्दगोपकुमाराय गोविन्दाय नमो नमः। कस्तूरितिलकं ललाटपटले वक्षस्थले कौस्तुभं नासाग्रे वरमौक्तिकं करतले वेणुं करे कङ्कणं सर्वाङ्गे हरिचन्दनं सुललितकण्ठे च मुक्तावळे गोपस्त्री परिवेष्टित विजयते श्रीगोपाल चूडामणि। आनन्दलीलामय विग्रहाय हेमावतीभ्य छविसुन्दराय तस्मै महाप्रेम रसप्रदाय चैतन्यचन्द्राय नमो नमस्ते। नमो ब्रह्मण्यदेवाय गोब्राह्मणहिताय च जगद्धिताय कृष्णाय गोविन्दाय नमो नमः। हरि ओम तत्सत्। आजिर एई दिव्य संध्यार दिव्य सत्संगरे उपस्थित आमर साहित्यिक कविबंधु परिवार बालेश्वर समस्त कर्ता वृंद मध्य आमर परिचालना मुख्य परिचालना श्रीमती प्रणति महापात्र महाशया सभापति श्रीजुक्त देवेंद्र कुमार नायक बलांगीर महाशय एवं शुभेच्छा ज्ञापन करिवे आपनकर सब पंडित शिवपद मिश्र श्रीजुक्त शिवपद मिश्र एवं शक्तिपद मिश्र आज्ञा धन्यवाद अर्पण करिवे आमर माँ रीता अपराजिता महोदया एवं आमर अन्य भाई मान सब जो मैंने स्वागत संगीत गान कले प्रशांत कुमार राहुल महोदय शुभेच्छा पंडित श्रीयुत शिवप्रदास मिश्र धन्यवाद सरला सभा सांग करिवे प्रफुल्ल कुमार दास महोदय एवं शांति पाठ करिवे श्रीमती स्नेहा मिश्र महोदया आउ जार ना छाड़ मत क्षमा करेंगे ये समस्त कर्मकर्ता को मोर साष्टांग प्रणिपात सह आमर आज ये जो उपस्थित अच्छा पूज्य पंडित पंडिता गुणी ज्ञानी प्रवचक प्रवाचिका
ମାନଙ୍କ ମଧ୍ୟରେ ପ୍ରଥମେ ପୂଜ୍ୟ ଆମର ବ୍ରଜକିଶୋର ମହାନ୍ତି ମହୋଦୟ ଏବଂ ମୋର ପ୍ରିୟ ପୂଜ୍ୟ ଶ୍ୟାମ ସୁନ୍ଦର ଦାସ ମହାରାଜ ଏବଂ ଆମର ଭାବଗ୍ରାହୀ ମହୋଦୟ ଏବଂ ଅନ୍ୟମାନଙ୍କୁ ମୁଁ ଦେଖିପାରୁନି ଆମର ପୂଜ୍ୟ ପ୍ରଦୀପ ଭାଇ ଗତକାଲି ଯେ କହିଥିଲେ ତାଙ୍କର ବି ଉପସ୍ଥିତି କହୁଥିଲେ ମା ମୁଁ ତାକୁ ଦେଖିପାରୁନି ଆଉ ଯେଉଁମାନଙ୍କୁ ମୁଁ ଦେଖିପାରୁନି ସେମାନଙ୍କ ମଧ୍ୟ ସମସ୍ତଙ୍କର ଚରଣ କମଳରେ ଏହି ସେବକର ସାଷ୍ଟାଙ୍ଗ ପ୍ରଣିପାତ ସହ ଆଜିର ଏହି ଆଲୋଚନା ଭାଗବତ ଆଲୋଚନାକୁ ଆପଣମାନଙ୍କୁ ସମସ୍ତଙ୍କର ଆଶୀର୍ବାଦ କାମନା କରି ଆଜି ଏ ବକ୍ତବ୍ୟକୁ ଆରମ୍ଭ କରିବା ପାଇଁ ମୋ ଭିତରେ ଯିଏ ରହିଛନ୍ତି କହିବା ପାଇଁ ତାଙ୍କର ଚରଣ ତଳେ କୋଟି ଦଣ୍ଡବତ କରି ଆରମ୍ଭ ଆଜି ଆମେ କରିବା। ଆମେ ପ୍ରଥମେ ଗୋଟିଏ କଥା ଧାଡ଼ିଏ କହିବି ତୁଳୟାମଲବେନାପି ନ ସ୍ୱର୍ଗ ନା ପୁନର୍ଭବଂ ଭଗବତ ସଙ୍ଗେ ସଙ୍ଗସ୍ୟ ମର୍ତ୍ୟାନାଂ କିମୁତାଶିଷ। ଆପଣମାନଙ୍କ ପରି ଭଗବତ ପ୍ରେମୀଙ୍କ ସତ୍ସଙ୍ଗ ଆମ୍ଭମାନଙ୍କୁ ମିଳୁଛି, ତେଣୁ ଆମର ଆଉ କିଛି ଲୋଡ଼ା ନାହିଁ। ଭଗବତ ପ୍ରେମୀ ଭକ୍ତଙ୍କର କ୍ଷଣମାତ୍ର ସତ୍ସଙ୍ଗ ସହିତ ସ୍ୱର୍ଗ ଓ ମୋକ୍ଷକୁ ମଧ୍ୟ ତୁଳନା କରାଯାଇପାରିବ ନାହିଁ। ଏଭଳି ମହାନ ଏହି ସତ୍ସଙ୍ଗର ମହିମା ତାକୁ ଲଙ୍କିନୀ ମଧ୍ୟ ମାଡ଼ ଖାଇବା ପରେ ହନୁମାନ ମହାରାଜଙ୍କୁ କହିଲେ तात स्वर्ग अपवर्ग सुख धरिय तुला एक अंग तुलन ताहि सकल मिली जो सुख लभसत संग। ଏଇଭଳି ଏହି ସତ୍ସଙ୍ଗର ମହିମା ଆପଣମାନଙ୍କର ସେଇ ଉପସ୍ଥିତିର ମହିମା ସର୍ବତ୍ର ଗାନ କରାଯାଇଛି ଏବଂ ଭାଗବତ ଶୁଣିବାକୁ ହେଲେ ନିଜେ ଭଗବତ ସ୍ୱରୂପ ହେବାକୁ ହେବ ଏବଂ ଆପଣମାନେ ସେଇ ଭଗବତ ସ୍ୱରୂପ। ମୋର ପିଲାଦିନରୁ ଭଗବାନଙ୍କର ଯେତେବେଳେ ସେବାରେ ମୁଁ ନିଯୁକ୍ତ ହେଲି 12 ବର୍ଷ ବୟସରେ ବ୍ରତ ହେଲା ପରେ ସେହି ସମୟରେ ନିଜେ ମୁଁ ଅନୁଭବ କରୁଛି ନିଜେ ଦେବତା ନହେଲେ ଦେବତାଙ୍କ ପୂଜା କରିହେବ ନାହିଁ। ଠାକୁରଙ୍କର କବାଟ ଖୋଲିଲା ବେଳେ ତାଳି ବାଡ଼େଇ ମୁଁ କହିବା ଆରମ୍ଭ କରେ ଲକ୍ଷ୍ମୀ ନାରାୟଣ ବ୍ରହ୍ମ ତସ୍ୟ ରୂପୀ ଜନାର୍ଦ୍ଦନ ଆରୋହ୍ୟ ମମ ଗାତ୍ରାଣୀ ପୂଜା କର୍ମ କରୋମି ହମ୍। ହେ ଲକ୍ଷ୍ମୀ ନାରାୟଣ ହେ ବ୍ରହ୍ମ ସ୍ୱରୂପ ନିର୍ଗୁଣ ଏବଂ ସଗୁଣ ଉଭୟଙ୍କୁ ଆରାଧନା କରି ଆପଣ ମୋ ଭିତରେ ଆରୋହଣ କରନ୍ତୁ, ମୁଁ ସେଇ ଭଗବାନଙ୍କର ସେବା କରିବି। କାହିଁକି ଯେତେ ଦେବାଦେବୀ ଅଛନ୍ତି ସେମାନେ ସବୁ ସଗୁଣ ବ୍ରହ୍ମ, କିନ୍ତୁ ଭଗବାନ ଜଗନ୍ନାଥ ହେଉଛନ୍ତି ନିର୍ଗୁଣ ବ୍ରହ୍ମ। ସେ ନିରାକାର, ତାଙ୍କ ସେ ଆକାର ଏବଂ ନିରାକାର। ଜଗନ୍ନାଥଙ୍କର କୌଣସି ଆକାର ନାହିଁ, କୌଣସି ଆକାର ସହିତ ଜଗନ୍ନାଥଙ୍କର ତୁଳନା କରି ହେବ ନାହିଁ। ସେଥିପାଇଁ ବହୁତ ଜାଗାରେ ଭଗବାନଙ୍କୁ ଜଗନ୍ନାଥଙ୍କୁ ନିରାକାର ରୂପରେ ବି ତୁଳନା କରାଯାଇଛି, ବ୍ରହ୍ମ ଆକାରରେ ତ ତୁଳନା କରାହେଇଛି ଆମର ବହୁତ ଜାଗାରେ। ଏଣୁ ଆମେ ସମସ୍ତେ ଆଜି ସେଇ ବୈକୁଣ୍ଠପୁର କଥା ଶ୍ରବଣ କରିବା ବେଳେ ଆସନ୍ତୁ ଆମେ ସମସ୍ତେ ଶୁଦ୍ଧ ଆତ୍ମା ବିଶୁଦ୍ଧ ଆତ୍ମା ବୋଲି ନିଜକୁ ମନେ କରିବା ଏବଂ ବୈକୁଣ୍ଠ ଧାମରେ ଯାଇ ଯେଉଁ ପାଖରେ ସନତ କୁମାର, ଜୟ ବିଜୟ ଏବଂ ନାରାୟଣ ଭଗବାନ ଏବଂ ମା ଲକ୍ଷ୍ମୀଙ୍କର କଥୋପକଥନ ଚାଲିଥିଲା, ଆମେ ସିଧା ସେଇ ପାଖକୁ ଚାଲିଯିବା। ତାଙ୍କୁ ଦୂରରୁ ରହି ତାଙ୍କ କଥା ଶୁଣିବା ବଦଳରେ ବୈକୁଣ୍ଠ ଧାମରେ ଆମେ ନିଜକୁ ଅବସ୍ଥାପିତ କରିବା। କେମିତି କରିବା? ଆମେ ଏଇ ପଞ୍ଚଭୂତ ଶରୀରକୁ ଛାଡ଼ି ଯେତେବେଳେ ଜୀବାତ୍ମା ଗଠନ ହୁଏ, ଜୀବାତ୍ମା ଭିତରେ ଏଇ ସ୍ଥୂଳ ଶରୀରକୁ ସେ ଛାଡ଼ିଦିଏ,
सूक्ष्म शरीर कारण शरीर पंचकोश पंच कर्मेन्द्रिय ज्ञानेन्द्रिय पंच तन्मात्र पंच प्राण इत्यादि इत्यादि सबको नहीं से जीवात्मा गठन करता है एवं जीवात्मार यही पृथ्वी छाड़ी से अंतरिक्ष जेकोसी पितृलोक गंधर्वलोक एपरिकी स्वर्गलोक जमलोक एवं ताठू आहुरी ऊपर को से जनलोक तपलोक दे सत्यलोकर प्रथम दुई पाहाच भी चढ़ी पार। प्रथम पाहाच है शिवलोक एवं द्वितीय पाहाच है ब्रह्मलोक। ब्रह्मलोक पर्यंत से जापर यही जीवात्मा किंतु पुणी से आसव आउे जन्म ग्रहण कर आ ब्रह्म भुवन लोका पुनरावर्तिनोर्जुन मामुपेत्यत कौंते पुनर्जन्म न विद्यते। जो पर्यंत जाई से फेरी पार से पर्यंत ता सांगरे यही सबू जीवलोक जीवात्मार जहाँ जहाँ संगी जीवे किंतु वर्तमान आम चाहूचे वैकुंठ धाम को जीवाई। आमर शास्त्र सर्वठारु सर्वश्रेष्ठ बा शेष स्थान होचंदी वैकुंठ लोक। वैकुंठ को जीवा बेले आम ये जीवात्मार जहाँ जहाँ सांगरे अच्छी ताको नहीं जाई हब ना। जितेबाला सी कह मु विशुद्ध आत्मा एवं मु से परमात्मा अंश विशेष सेतेबेले ही जापर। से गोटे कथा करने पड़ो जे मु जहाँ जहाँ अच्छी ये जीव सांगरे जीवात्मा सांगरे से सब मु नुहे। मन बुद्धि अहंकार चित्ता निनाहं न च श्रोत्रजिह्वं न च घ्राण नेत्रे न च व्योम भूमिर्न तेजो न वायो चिदानंद रूप शिवोहं शिवोहं न च प्राण संज्ञो न वै पंचवायो न वा सप्त धातो न वा पंचकोश न वाक्पाणिपादं वचयोस्तपायो चिदानंद रूप शिवोहं शिवोहं न मे द्वेष रागो न मे लोभ मोहं मदो नैव मे नैव मत्सर्य भावः न धर्मो न चार्थो न कामो न मोक्ष चिदानंद रूप शिवोहं शिवोहं। ये जीवात्मा पाखे जिते सब रहे आहरी रही और दी चारि समय अभाव मुझे छाड़ दूसरी ताको आम सब नाही 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 मुझे नुहे बोली कहवा पड़ो ताको सरल भाव में समस्ते बुझापी ओडिया भी लिखी प्रणति माँ पाखु पठई गोटे मन बुद्धि अहंकार चित्त मुनुहे नुहे कर्ण जिह्वा नुहे नासा नेत्रे नुहे व्योम भूमि नुहे तेज वायो चिदानंद रूप शिवोहं शिवोहं नुहे प्राण संज्ञा नुहे पंचवायो नुहे सप्त धातो नुहे पंचकोश नुहे कर्मेन्द्रिय नुहे ग्राह्य वस्तु चिदानंद रूप शिवोहं शिवोहं। नाही मोर राग द्वेष लोभ मोह गर्व नाही मोर न मात्सर्य भाव नरोडे मु धर्म अर्थ काम मोक्ष चिदानंद रूप शिवोहं शिवोहं। मुझे जितेबाला समस्त मो पाखे थिबा समस्त तत्व समस्त करण को जदि मना करदे मु नुहे तेबे मु कौन रही ना से चिदानंद रूप शिवोहं शिवोहं एवं से चिदानंद स्वरूप भाव में मु वैकुंठ धाम रे प्रवेश करि पारिबी। आसंतु आज आम समस्ते यही मर्त्यभूमि छाड़ी यही समस्त आमर मन बुद्धि चित्त अहंकार पंचभूत इत्यादि सबू छाड़ी केवल विशुद्ध आत्मा रूप से आम चली जावा से वैकुंठ धाम को पर्यंत जावा चतुष्नक जमते षष्ठ द्वार डेईकि पलैले आम षष्ठ द्वार डेई पलैवा सप्तम द्वार टिके दूर रहा आपण माने आमर वैकुंठर वर्णना शुणी अति सुंदर भाव में वृक्ष लता पुष्प विभिन्न पुष्प वाटिका
विभिन्न प्रकार जलाशय सबुर वर्णना अति सुंदर भाव में गतकाली भाई कहते एवं से पाखे सुंदर रास्ता पड़ी 6टा द्वार जाई रत्न हीरा नीला मोती माणिक्य तैयारी अति सुंदर आसन उठी से आसन रे चुपचाप जाई बसिबा एवं बसिला परे चतुष्सनक एवं भगवान को सहित एवं जय विजय सहित को प्रकार कथबार्ता होता आम भागवत रु आरंभ करवा। हरि ओम तत्सत। आसतु आम यही स्थान छाड़ी पूरा चली जावा भगवान को पाखक एवं भगवान को पाखरे बसी आम देखिवा भागवत रे वर्णना कौन है आम कौन करने पड़ो। आसन देखिवा वर्तमान गत पंचदश अध्याय मुनि माने पंच चतु कुमार भगवान को जिते बड़े स्तुति कर स्तुति भगवान खुशी हो जाइछन। भगवान खुशी है से तांको प्रशंसा करिवार लागिछन्ति। प्रशंसा भितर गोटे स्थान रे से चतुष्सन को मृदु लाठी चालना कर भगवान सेटा कोठी अच्छे खोजिक बाहर करवा तांको सचेई देइछन्ति। देखंतु भगवान कहले ब्रह्मा कहते श्रीहरि वाक्य होई शांत सनक आदि ब्रह्मा सुत द्वारपाल को दया चित्त 16 अध्याय चरित। देखंतु आमर ये आस्ते आस्ते कार्य कारण को खोजी खोजी आसुचंदी। हिरण्याक्ष आसिले हिरण्याक्ष आसवा पूर्वर समग्र पृथ्वी रे भयंकर अवस्था सृष्टि है। बात्या एवं विभिन्न प्रकार शकुन खराब शकुन मान देखागला। अंधकार हो गला सारा पृथ्वी। देवता मान आसे ब्रह्मा को पचारे हे ब्रह्मा महाशय कौन ये आम कि जापारूँ। ब्रह्मा से कहले से जे मोर पुत्र माने वैकुंठ धाम गले भगवान का दर्शन करने वैकुंठ वर्णना सरी एवं से पाखे 6टी द्वार अतिक्रम करी 7म द्वार रे जय विजय से छाड़िले ना थट्टा कले परिहास कले से अपमानित बोध कले। अपमानित बोध कर मध्य क्रोध जात है एवं सांगे सांगे अभिशाप देदेले जे तुम्हें असुर भली व्यवहार कल तुम्हें मर्त्यमंडल असुर ही जन्म हम एवं 3 जन्म पर्यंत असुर जोनि रे जन्म हो असुर स्वभाव को नहीं विभिन्न अत्याचार करिवो एवं 3 जन्म पर तुम आसो यही अभिशाप तांकर थिला। देखंतु गोटे कथा भगवान अभिशाप दबा परे आसी पहुँचिले। मु काली कहूली आम आरणटा को मूलटा को खोजा मूल हूँ से भगवान जहाँ चाहिए ताहा ही हम। यही कथा भगवान चाहिए भगवान चाहिए चतुष्सनक आसतु तांको जय विजय पथरोध करंतु एमान अभिशप्त हुंतु से असुर रूप में जन्म हुंतु एवं मु पुणी आसबि धराधाम अवतीर्ण हेबि तांको उद्धार करी। यहाँ भगवान इच्छा तांकर बिना इच्छा कौन सी गचर पत्रटी भी हले ना साधारण भाव में आम जाचु से इच्छा से इच्छा कौटी प्रकाश कर भी देचन सी आम टे आलोचना करवा। एमंते हरि ओम के पाटी कर तले ब्रह्मा उवाच हेमंत मुनिक वचन शुणी संतोष भगवान मुनिक मुख चाहि भणी मुंजुमूल कोमल शुभवाणी। भगवान कहते जय विजय बेनी भ्राते मो द्वारे थांती अविरते मो पारिषद बेनी जने द्वारे खटंती मोहु मने कदर्थ करी जेबे मते कोपवशाई तुम्ह चित्ते जे ब्रह्म दंड ए पाइले अन्यथा नुहे कहा बोले
ମୁଇଁ ସମ୍ମତ କଲି ଚିତେ ଦେବ ହେଳନ ଅନୁମତେ ଯେଣୁ ବ୍ରାହ୍ମଣ ଇଷ୍ଟ ମୋର ତେଣୁ ସୁଦୟା ତୁମ୍ଭେ କର। ଏଠି ତାଙ୍କୁ ତ ଅଭିଶାପ ଦେଇ ସାରିଲେଣି, ତଥାପି ଭଗବାନ କହୁଛନ୍ତି ତାଙ୍କ ଉପରେ ଟିକେ ସୁଦୟା କର। ହଁ, ଏବଂ ସେମାନେ ହେଉଛନ୍ତି ମୋର ପରିଜନ, ମୋର ଦ୍ୱାରପାଳ, ଏବଂ ସେମାନେ ଏଇ ଦଣ୍ଡ ପାଇବା ଉଚିତ। ଏବଂ ଭଗବାନ କ୍ଷମା ମାଗିଛନ୍ତି। ଯଦି ଆମର ଘର ମାନେ ଆମେ ଯେଉଁ ଜମିବାଡ଼ ଚାଷ କରିବାକୁ ଚାକର ନିଯୁକ୍ତ କରିଥାଉ, ବିଲରେ ଚାକର ଯଦି କିଛି ଭୁଲ କଲା, ସେଇ ଭୁଲଟା ସାହୁକାରର। ସେମିତି ଭଗବାନ କହିଲେ ମୋର ଦ୍ୱାରପାଳ ଯଦି କିଛି ଭୁଲ କଲା, ସେଇଟା ମୋର ଭୁଲ। ଏଣୁ ବ୍ରାହ୍ମଣ ହେଉଛନ୍ତି ମୋର ଇଷ୍ଟ। ଏଣୁ ସେ କହିଲେ ଏହାଙ୍କ ଦୋଷ କ୍ଷମ ମୋତେ କହିଲେ, ତୁମେ ପ୍ରସନ୍ନ ହୁଅ ଚିତେ ଏହାଙ୍କ ଦୋଷ କ୍ଷମ ମୋତେ, ମୋତେ କ୍ଷମା କର। ସେମାନେ ଯେଉଁ ଦୋଷ କରିଛନ୍ତି ଏ ଦୋଷ ପାଇଁ ଦାୟୀ ମୁଁ। ଅର୍ଥାତ୍ ଭଗବାନ ତାଙ୍କର ଭିତରେ ଆଉ ଗୋଟିଏ କଥା ଲୁଚେଇ କହିଲେ ଯେ ମୁଁ ଏଇଟା ଇଚ୍ଛା କରିଥିଲି। ଆଉ ଗୋଟେ ବାଟରେ କହିଲେ ମୋର ସେମାନେ ଦ୍ୱାରପାଳ, ସେମାନେ ଯାହା ଭୁଲ କଲେ ମୋର ବି ଭୁଲ, ସେଇଟା ମୋର ବି ଭୁଲ ପାଇଁ ମୋତେ କ୍ଷମା କର ବୋଲି କହିଛନ୍ତି। ଯେ ଦେଖନ୍ତୁ ଏଇଠି କହିଲେ ଅସାଧୁ କର୍ମ ଯେ କରନ୍ତି ସେ ଅପରାଧେ ସ୍ୱାମୀ କୀର୍ତ୍ତି ନାଶନ୍ତି ଲୋକ ଅପଯଶେ ବ୍ୟାଧି ଯେ ଶନେ ରୂପେ ନାଶେ ଯାହାର ଯଶ ଗୁଣ ସାର ଜେନେ ନିର୍ମଳ ସୁଧାଧାର ଶ୍ରବଣ ଫୁଟେ କରି ପାନ ସଂସାର ତରେ ସର୍ବଜନ ସେ ବୈକୁଣ୍ଠ ନାଥ ମୁହିଁ ତୁମ୍ଭର ଭାବ ହୃଦେ ବହି। କହିଲେ ଏଠି ଯେ ମୁଁ ହଉଛି ବୈକୁଣ୍ଠନାଥ, ସେମାନେ ହଉଛନ୍ତି ମୋର ନିଜ ଲୋକ, ମୋ ପାଖରେ କାମ କରନ୍ତି, ତାଙ୍କୁ ନିଯୁକ୍ତି ଦେଇଛି ମୁଁ। ସେମାନେ ଯାହା ଭୁଲ କଲେ ମୋର ସେଇଟା ଭୁଲ, ଏଣୁ ମୋର ଦୋଷ କ୍ଷମା କର ବୋଲି କହିଲେ। ଏଠି ଆଉ ଗୋଟେ ଦେଖନ୍ତୁ, ଏଠି ଯଦିଓ ଭଗବାନ ନିଜେ ଦୋଷ କ୍ଷମା ମାଗିଛନ୍ତି, କହୁଛନ୍ତି ତୁମର କୂପ ଅତିରେକେ ମିଳିଲି ତୁମ୍ଭର ସମୀପେ। ତୁମେ ଯୋଉ କୋପ କଲ ସେମାନଙ୍କ ଉପରେ, ଯୋଉ କ୍ରୋଧ ପ୍ରକାଶ କଲ, ଠିକ ଅଛି, ଭୁଲ ନାହିଁ। ତମର କୋପ ଶୁଣିବା ପରେ ମୁଁ ଆସି ପହଞ୍ଚିଲି। ଆମର ବେଦାନ୍ତରେ ସବୁ ପ୍ରମାଣ କଲାବେଳେ ପ୍ରତିପକ୍ଷ ଭାବନା ଗୋଟେ ଥାଏ, ଜଣେ ପ୍ରଶ୍ନ କରନ୍ତି ତା ଉପରେ। ଏଠି ଭଗବାନଙ୍କୁ ପ୍ରଶ୍ନ କରିବା, ଭଗବାନ ଆପଣ ତ ସର୍ବବ୍ୟାପକ, ସର୍ବଶକ୍ତିମାନ ଓ ସର୍ବଜ୍ଞ। ଚତୁଃସନକ ଯେତେବେଳେ ଆସିଲେ, ଏମାନେ ତାଙ୍କୁ ପ୍ରତିରୋଧ କଲେ, ତା ପୂର୍ବରୁ ଟିକିଏ ଆଗରୁ ଆପଣ ଆସିଥିଲେ ତ କୌଣସି ଅସୁବିଧା ହେଇନଥାନ୍ତା। ଆପଣଙ୍କ ଆଗରେ ତ ସେମାନେ ତାକୁ ବନ୍ଦ କରିପାରିନଥାନ୍ତେ, କିମ୍ବା ଆପଣଙ୍କ ଆଗରେ ତ ମାନେ శాପ ବି ଦେଇପାରିନଥାନ୍ତେ। ଏସବୁର ସମାଧାନ ହେଇଯାଇଥାନ୍ତା ସୁନ୍ଦର ଭାବରେ, କିନ୍ତୁ ଆପଣ ଚାହିଁଲେନି। ଆପଣ ଚାହିଁଛନ୍ତି ସେମାନେ ଅଟକେଇବା ପରେ, ଅଭିଶାପ ଦେବା ପରେ ମୁଁ ଯାଇ ପହଞ୍ଚିବି। ଯେହେତୁ ଆପଣ ସେଇଟା ଚାହାନ୍ତି, ଆପଣଙ୍କ ନିଜ ଇଚ୍ଛା ସେଇଟା, ଆପଣଙ୍କ ଇଚ୍ଛା ବିନା ସେ କାମ ହେଇପାରିବ ନାହିଁ। ଏଣୁ ଏଠି ଆପଣଙ୍କର ଇଚ୍ଛା କାମ କଲା। ତାପରେ ଦେଖନ୍ତୁ ସେ ବ୍ରାହ୍ମଣ ମାନଙ୍କୁ କଥା କହୁଛନ୍ତି, ତୁମ୍ଭେ ମୋ ଭାବ ଦୂର କରି ଅତ୍ୟନ୍ତ କୋପ ହୃଦୟ ଧରି ବିହିଲ ଦ୍ୱାରପାଳେ ଦଣ୍ଡ ବ୍ରାହ୍ମଣ ତେଜ ପରଚଣ୍ଡ। ଆମେ ଯେତେବେଳେ ମୁଖ୍ୟ ମନ୍ଦିର ଭିତରେ ମୁଖ୍ୟ ଦେବତାଙ୍କର ପୂଜା କରୁ, ସେହି ସମୟରେ ତାଙ୍କର ପାର୍ଶ୍ୱ ଦେବତା ଆଉ ଆଗରେ ଯେଉଁ ଥାନ୍ତି ଜୟ ବିଜୟ ଦ୍ୱାରପାଳ ଏବଂ ନବଗ୍ରହ ଇତ୍ୟାଦି ସମସ୍ତ ଦେବତାଙ୍କର ମଧ୍ୟ ପୂଜା କରୁ। ସେମାନେ ମଧ୍ୟ ପୂଜ୍ୟ, ସେମାନେ ମଧ୍ୟ ଭଗବାନଙ୍କର ସହିତ ଭଗବାନଙ୍କ ପୂଜା ଯେତେବେଳେ କରାଯାଏ, ତାଙ୍କର ବି ସେତେବେଳେ ପୂଜା କରାହୁଏ। ଏଠି ସେମାନଙ୍କୁ କହୁଛନ୍ତି, ତୁମ୍ଭେ ମୋ ଭାବ ଦୂର କରି, ଯଦି ମୋ ଭାବ ତମ ପାଖରେ ଥାଆନ୍ତା ପ୍ରବଳ ଭାବରେ, ଆରେ ସେମାନେ ଭଗବାନଙ୍କର ପରିକର, ସେମାନେ ଭଗବାନଙ୍କର ଚାକର, ସେମାନେ ଭଗବାନଙ୍କର କାମ କରିବା ପାଇଁ ଅଛନ୍ତି, ଆମେ ତାଙ୍କୁ କେମିତି ଅଭିଶାପ ଦେବୁ? ଯଦି ଭୁଲ କଲେ ଅପେକ୍ଷା କରିବୁ, ଭଗବାନଙ୍କୁ ଡାକିବୁ, ସେତିକି କାମ କରିପାରିଲୁନି। ଏଠି ତାଙ୍କୁ ଟିକେ ଚେତେଇ ଦେଇଛନ୍ତି ଯେ ତୁମ୍ଭେ ମୋ ଭାବ ଦୂର କରି ଅତ୍ୟନ୍ତ କୋପ ହୃଦୟ ଧରି
ମୋର ଭାବ ଯେତେବେଳେ ତୁମ ହୃଦୟ ଭିତରେ ରହିବ, ସେ ହୃଦୟ ଭିତରେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟର ସ୍ଥାନ କାହିଁ? ତମେ ମୋର ଭାବଟା ଦୂର କରିଦେଲ, ସେଇଥିପାଇଁ ତମ ଭିତରେ କୋପ ଆସିଲା। ଏଇ କଥା ବି ଚେତେଇ ଦେଲେ। ହଁ, ଅତ୍ୟନ୍ତ କୋପ ହୃଦୟ ଧରି ବେହିଲ ଦ୍ୱାର ପାଳେ ଦଣ୍ଡ, ବ୍ରାହ୍ମଣ ତେଜ ପର ଚଣ୍ଡ। ଏଇଠି କଣ କରୁଛନ୍ତି ଭଗବାନ? ଯେ ତମେ ସବୁ ଏହା କଲ, ମୁଁ କିଛି କରୁନି, ଏଇ କଥା ବି ଦର୍ଶେଇ ଦଉଛନ୍ତି। ସେଇଠୁ ବ୍ରାହ୍ମଣ ମାନଙ୍କୁ ସେ ପ୍ରଶଂସା କରି, ବ୍ରାହ୍ମଣ ମାନେ ପୂଜ୍ୟ, ଯେଉଁ ବ୍ରାହ୍ମଣ ସେବା ଫଳେ ପବିତ୍ର ରେଣୁ ମୋ ପୟରେ, ସଦ୍ୟ ପ୍ରସଙ୍ଗେ ମଳହରେ ସକଳ ପ୍ରାଣୀ କିନି ସ୍ତରେ, ସେପାଦ କମଳା ନିରତେ ପ୍ରେମେ ନ ଛାଡ଼େ କଦାଚିତେ। ଦେଖନ୍ତୁ ଏଇଠି ଗୋଟେ କହିଲେ, ସେ ବ୍ରାହ୍ମଣଙ୍କର ସେବା ଫଳରେ ହିଁ ମୁଁ ପବିତ୍ର ହେଇଯାଇଛି, ଏବଂ ମୋର ପାଦର ରେଣୁ ବି ପବିତ୍ର ହେଇଛି ବ୍ରାହ୍ମଣ ସେବା ଫଳରେ। ଏଣୁ କମଳା କେବେ, ଲକ୍ଷ୍ମୀ ତାକୁ ସେ ପାଦକୁ କେବେ ହେଲେ ଛାଡ଼ନ୍ତି ନାହିଁ। ଆମର ପ୍ରଣାମ କଲାବେଳେ ଛୋଟମାନେ ବଡ଼ଙ୍କୁ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତି। ପାଦ ସ୍ପର୍ଶ କରି ପ୍ରଣାମ କରିବା ଫଳରେ ଗୋଟେ ତ ହେଲା ଆମର ଶିଷ୍ଟାଚାର, ଦ୍ୱିତୀୟରେ ବିଷ୍ଣୁଙ୍କର ସ୍ଥାନ ହେଉଛି ପାଦରେ। ଆମର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ଯେଉଁ ଦେବତା ମାନେ ଅଛନ୍ତି, ବିଷ୍ଣୁ ଆମର ସେଇ ସ୍ଥାନ ଅଧିକାର କରିଛନ୍ତି, ଆମର ପାଦର ସ୍ଥାନଟା ଅଧିକାର କରିଛନ୍ତି। ସେଥିପାଇଁ ପାଦ ସ୍ପର୍ଶ କରି ନମସ୍କାର କଲେ ମାନେ ଆମେ ସିଧାସଳଖ ବିଷ୍ଣୁ ଭଗବାନଙ୍କୁ ହିଁ ନମସ୍କାର କଲେ। ଏଣୁ ଆମର ଗୁରୁଦେବଙ୍କର ପାଦୁକା ପୂଜାରେ ସେଇଭଳି ବର୍ଣ୍ଣନା କରାହେଇଛି। ପାଦୁକା ପୂଜାର ମହିମା ଅବର୍ଣ୍ଣନୀୟ, ତାକୁ ଶଙ୍କରାଚାର୍ଯ୍ୟ ବର୍ଣ୍ଣନା କରୁଛନ୍ତି। କାରଣ ହେଲେ ସେ କହିଲେ ଯେ ଭଗବାନ, ମୁଁ ବ୍ରାହ୍ମଣ ମାନଙ୍କର ସେବା କରୁଛି ବୋଲି ମୋର ପାଦ ରେଣୁ ଏତେ ପବିତ୍ର, ଏବଂ ସେ ପାଦକୁ କମଳା କେବେ ହେଲେ ଛାଡ଼ନ୍ତି ନାହିଁ। ଯୋଉ ମା କମଳାଙ୍କର, ଯୋଉ ମା ଲକ୍ଷ୍ମୀଙ୍କର ସାମାନ୍ୟ କଟାକ୍ଷ ପାଇଁ ସବୁ ଦେବାଦେବୀ ମାନେ ତପସ୍ୟା କରନ୍ତି, ବ୍ୟାକୁଳିତ ହୁଅନ୍ତି, ସେଇ ଲକ୍ଷ୍ମୀ ମୋର ପାଦକୁ ଛାଡ଼ନ୍ତି ନାହିଁ। ଇଏ କେବଳ ବ୍ରାହ୍ମଣଙ୍କ ଯୋଗୁଁ ସମ୍ଭବ ହେଇପାରିଛି। ମୋତେ ବ୍ରାହ୍ମଣେ ବେଦ ମାର୍ଗେ ଯଜ୍ଞ ପୂଜନ୍ତି ହବିର୍ ଭାଗେ, ଏଣେ ସନ୍ତୋଷ ମୋର ନାହିଁ ବ୍ରାହ୍ମଣ ଦେହେ ମୁଁ ବସଏ, ଦଧି ଓ ଦନ ଘୃତ ପ୍ଲୁତେ ମଧୁ ସଂଯୁକ୍ତ ବେଦ ମତେ, ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ ମୁହିଁ ଭଞ୍ଜଇ ତା ପ୍ରତ୍ୟକ୍ଷେ। ଏଠି ଗୋଟେ କହିଲେ ବ୍ରାହ୍ମଣ ମାନେ ହିଁ ଯଜ୍ଞ କରି ମୋତେ ସନ୍ତୁଷ୍ଟ କରନ୍ତି, କିନ୍ତୁ ସେ ଯଜ୍ଞରେ ମୁଁ ସନ୍ତୁଷ୍ଟ ନୁହେଁ। ମୁଁ ବ୍ରାହ୍ମଣଙ୍କ ଦେହରେ ସ୍ୱୟଂ ବାସ କରେ। ସେମାନେ ଯାହା ଭୋଜନ କରନ୍ତି ମୁଁ ପ୍ରତ୍ୟକ୍ଷ ଭୋଜନ କରେ। ବ୍ରାହ୍ମଣଙ୍କ ମୁଖରେ ମୁଁ ଭୋଜନ କରେ। ଦେବତା ମାନେ ଅଗ୍ନିଙ୍କର ମୁଖରେ ଭୋଜନ କରନ୍ତି। ଦେବତାଙ୍କ ନାଁ ଧରି ଅଗ୍ନିରେ ଯାହା ସ୍ୱାହା ଦିଆ ହୁଏ, ସେ ଦେବତା ତାକୁ ଭକ୍ଷଣ କରନ୍ତି, ଏବଂ ସେ ସମସ୍ତ ଜିନିଷ ଭଗବାନ ପାଆନ୍ତି ଅଗ୍ନି ମାଧ୍ୟମରେ, ଯଜ୍ଞ ମାଧ୍ୟମରେ। ଭଗବାନ ସିଧାସଳଖ ସରଳ ଭାଷାରେ ବି କହିଦେଇଛନ୍ତି ପଞ୍ଚମ ଅଧ୍ୟାୟ 29 ଶ୍ଲୋକରେ, ଭୁକ୍ତାରଂ ଯଜ୍ଞ ତପସାଂ ସର୍ବଲୋକ ମହେଶ୍ୱରଂ ସୁହୃଦ ସର୍ବଭୂତାନାଂ ଜ୍ଞାତ୍ୱା ମା ଶାନ୍ତି ପୃଚ୍ଛତି। ତମେ ଯାହା ଦଉଛ ତାକୁ ମୁଁ ଏକା ଗ୍ରହଣ କରୁଛି। ମଝିରେ ଦେବତା ମାନଙ୍କୁ ତମେ ଦଉଛ, କିନ୍ତୁ ଦେବତା ମାନେ ମୋ ପାଖକୁ ପଠେଇ ଦିଅନ୍ତୁ। ସର୍ବଦେବ ନମସ୍କୃତ୍ୟଂ କେଶବ ପ୍ରତିଗଚ୍ଛତି। ଏଇ କଥା ସେ ଭଗବାନ ଏ କଥା କହୁଛନ୍ତି ଯେ ବ୍ରାହ୍ମଣ ମାନେ ଯାହା ଭକ୍ଷଣ କରନ୍ତି ମୁଁ ତାହାକୁ ନିଜେ ଭକ୍ଷଣ କରେ। ସେଥିପାଇଁ ବ୍ରାହ୍ମଣ ଭୋଜନଟା ଆମର ସମସ୍ତ କର୍ମରେ ମୁଖ୍ୟ ଭାବେ ରହିଛି। ଆପଣ ଯେତେ ଆହୁତି ଦେବେ ତାର 10 ଭାଗ ବ୍ରାହ୍ମଣ ଭୋଜନକୁ ଦେବାକୁ ହେବ। ଏବଂ ଯେକୌଣସି କର୍ମ ଆମେ କରିବା, ସାଧାରଣ ଅଭିଷେକଟିଏ କରିବା ଭଗବାନ ଶିବଙ୍କ ପାଖରେ, ବ୍ରାହ୍ମଣ ଭୋଜନ ଦେବାକୁ ହେବ। ନଦେଲେ ଯାହା କର୍ମ, ସେଇ କର୍ମର ଫଳ ପାଇବେ ନାହିଁ। ଏଣୁ ବ୍ରାହ୍ମଣ ଭୋଜନ, ଅନ୍ୟ ଭୋଜନ ପାଇଁ ମଧ୍ୟ ଅଛି, ଶୂଦ୍ର ଭୋଜନର ବ୍ୟବସ୍ଥା ବି ଅଛି, ଅନ୍ୟାନ୍ୟ ଭୋଜନ ବ୍ୟବସ୍ଥା ଅଛି, ନରଯଜ୍ଞ ବା ଅନ୍ୟ ପଞ୍ଚଯଜ୍ଞ ଭିତରେ ନରଯଜ୍ଞ ଅଛି, ଯେକୌଣସି ଲୋକଙ୍କୁ ଦେଇପାରିବା। କିନ୍ତୁ ଭଗବାନ ଏଠି କହୁଛନ୍ତି ବ୍ରାହ୍ମଣ ଭୋଜନଟାରେ ତାର ପ୍ରାଧାନ୍ୟତା। ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ ମୁଁ ଭୁଞ୍ଜଇ ତା ପ୍ରତ୍ୟକ୍ଷେ, ବ୍ରାହ୍ମଣ ପାଦ ରଜ ବଳେ ମୁଁ ଏ ସଂସାର ଜନ ବେଳେ, ମାୟା ବିଭୂତି ଐଶ୍ୱର୍ଯ୍ୟ ଭୁଞ୍ଜଇ ସର୍ବଦେହ ମାଝେ। ବ୍ରାହ୍ମଣର ପାଦ ରେଣୁ, ବ୍ରାହ୍ମଣର ପାଦ ଧୌତ କରି ତାର ସେଇ
ଚରଣାମୃତ ମୁଁ ଗ୍ରହଣ କରେ ଏବଂ ସେ ପାଦ ରେଣୁ ମୁଁ ମୋର ମସ୍ତିଷ୍କ ମୋର କିରୀଟଟିରେ ତାକୁ ଗ୍ରହଣ କରିଥାଏ ଏଠି କହୁଛନ୍ତି। ମୋର ପାଦ ଜଳ ଦେଖନ୍ତୁ କହିଲେ ମୋର ଯୋଉ ପାଦ ଜଳ ମୋ ପାଦ ଜଳ ଅଘ ଦହେ ଚନ୍ଦ୍ରଶେଖର ଶିରେ ବହେ ପବିତ୍ର ହୁଅନ୍ତି ତିନି ଲୋକେ ହେମନ୍ତ ହେଲେ ହେଁ ମସ୍ତକେ। ଦେଖନ୍ତୁ ମୋର ପାଦ ଧୌତ ସେଇ ଚରଣାମୃତ ଶଙ୍କର ଭଗବାନ ବ୍ରହ୍ମା ସମସ୍ତେ ସବୁବେଳେ ବ୍ୟାକୁଳ ହୁଅନ୍ତି ତାଙ୍କର ଚରଣରେ ଧାରଣ କରିବା ପାଇଁ। ସେଭଳି ହେଲେ ମଧ୍ୟ ଏବଂ ତିନି ଲୋକକୁ ପବିତ୍ର କଲେ ମଧ୍ୟ ଆପଣମାନେ କେଉଟ ପ୍ରସଙ୍ଗ ଦେଖିଥିବେ। ଆମର ପ୍ରଥମେ ଯେତେବେଳେ ଭଗବାନ ବାମନ ରୂପରେ ଗୋଟିଏ ପାଦ ଆକାଶକୁ ବଢେଇ ଦେଲେ ବ୍ରହ୍ମା ରଖିଥିଲେ ତାଙ୍କର କମଣ୍ଡଳରେ ଗଙ୍ଗାଙ୍କୁ ଭଗବାନଙ୍କର ପାଦ ଧୌତ କରିବେ ବୋଲି। ପାଦ ଧୌତ କଲା ବେଳେ ଆଞ୍ଜୁଳା କରି ଶଙ୍କର ଭଗବାନ ତଳେ ରଖିଛନ୍ତି ପାଦ ତଳେ ହାତ। ସେଥିପାଇଁ ସେ ଲେଖିଲେ ବ୍ରହ୍ମାରେ ଧୌତ ଯେ ପଦ ନୋହେଚେ ଶିବ ବିଷାଦ ନ ପାଇ ଚରଣାମୃତ ପାନ ତୁଏଛେ ବିଜ୍ଞାନୀ କୈବର୍ତ ଧୋଇଲା ବିଶ୍ୱେ ପତିତ ପାବନ ବାନା ରହିଲା। ଭଗବାନ ଭକ୍ତକୁ ଉପକୃତ କରିବା ପାଇଁ ତାକୁ ସହଜରେ ସେଟା ପ୍ରଦାନ କରନ୍ତି, କିନ୍ତୁ ଶିବ ବ୍ରହ୍ମା ଇଚ୍ଛା କଲେ ମଧ୍ୟ ପାଇପାରନ୍ତି ନାହିଁ। ଏବଂ ସେଇ ଭଗବାନ ତାଙ୍କର କିରୀଟରେ ବ୍ରାହ୍ମଣଙ୍କର ପାଦର ରେଣୁକୁ ବହନ କରନ୍ତି ଏବଂ ସେତେବେଳେ ବ୍ରାହ୍ମଣଙ୍କର ଦୋଷ ସହିବାକୁ ହବ ବୋଲି କହୁଛନ୍ତି ଯେ ବ୍ରାହ୍ମଣ ବିପ୍ର ଶରୀର ମୋର ତନୁ ଏଣୁ ଦୁଃସହ ବିପ୍ରମନୁ ଯେ ବୁଦ୍ଧି ଭେଦ ବୁଦ୍ଧିଟି ବିଚାରେ ମୋତେ ଚିନ୍ତନ୍ତି ଭିନ୍ନ କରି ସେ ମୋରେ ଅପରାଧ କରେ କେବେ ହେ ସଂସାରୁଣ ତରେ ଯମର ଗୃଦ୍ଧ ରୂପୀ ଦୂତ ଚଞ୍ଚୁରେ ନାଶେ ଦୃଷ୍ଟିପଥ ବ୍ରାହ୍ମଣ ଦେହେ ଦ୍ରୋହ ଚିନ୍ତେ ଭବ ସିନ୍ଧୁ ନ ତରନ୍ତି। ବ୍ରାହ୍ମଣ ଦୋଷ କଲେ ମଧ୍ୟ ସେ କ୍ଷମଣୀୟ। ଆମର ବିଭିନ୍ନ ଯେଉଁ ନୀତି ଅଛି ସେଇ ନୀତି ଭିତରେ ଦର୍ଶାଯାଇଛି ଯେ ନରହତ୍ୟା କଲେ ମଧ୍ୟ ବ୍ରାହ୍ମଣକୁ ବ୍ରାହ୍ମଣ ବଧ ଯୋଗ୍ୟ ନୁହେଁ। ଯେଉଁ କଥା ଯୁଧିଷ୍ଠିର ଆଉ ଦୁର୍ଯ୍ୟୋଧନକୁ ପରୀକ୍ଷା କରାଗଲା କିଏ ଉପଯୁକ୍ତ, ଯୁଧିଷ୍ଠିର ସେ କଥା କହିଥିଲେ ବ୍ରାହ୍ମଣକୁ କ'ଣ କରାଯିବ, ତାକୁ ଦେଶରୁ ବିତାଡ଼ିତ କରାଯିବ, କିନ୍ତୁ ତାକୁ ହତ୍ୟା ମାନେ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ। ଅନ୍ୟ ଜାତି ହେଲେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ। ବ୍ରାହ୍ମଣକୁ ଯିଏ ଦ୍ରୋହ କରିବ ସେ ଭବସାଗର ପାରି ହେଇପାରିବ ନାହିଁ। ଭଗବାନ କହିଲେ ଏଠି ବିପ୍ରଭ ଗତି ତେଜି ନିତ୍ୟ ଭ୍ରମନ୍ତି ଘୋର ମାୟା ପଥେ ବ୍ରାହ୍ମଣ କ୍ରୋଧ କଲେ ଚିତ୍ତେ ଯେ ଶାନ୍ତ କରେ ଯଥୋଚିତେ ସେ ବେବେ ଭବ ନଦୀ ତରେ ଭାବେ ମୋତେ ବଶ କରେ। କହିଲେ ବ୍ରାହ୍ମଣ ଯେ କ୍ରୋଧ ହେଲା ତାକୁ ଟିକେ ଶାନ୍ତ କରେଇବ। ବ୍ରାହ୍ମଣର ବାକ୍ୟଟାକୁ ହସି ହସି ଗ୍ରହଣ କରିବ। ଆମର ଆଧୁନିକ ଯୁଗରେ ଅନ୍ୟମାନେ କହିଲେ ହସିବେ। ଏଇଟା ଥିଲା ଆଗରେ ଆମର ସନାତନ ଧର୍ମର ସଂସ୍କୃତି। ବ୍ରାହ୍ମଣକୁ ଏତିକି ଉଚ୍ଚ ଆସନ ଦିଆଯାଇଥିଲା। ଆମେ ଶାନ୍ତି ପାଠ କଲା ବେଳେ କାଳେ ବର୍ଷତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳିନୀ ଦେଶୟଂ କ୍ଷୋଭରହିତ ବ୍ରହ୍ମଣା ସନ୍ତୁ ନିର୍ଭୟା ବୋଲି କହୁଥିଲେ। ବ୍ରାହ୍ମଣ ମାନେ ନିର୍ଭୟରେ ରହନ୍ତୁ, କାହାକୁ ଡରନ୍ତୁ ନାହିଁ, ଶାସକକୁ ମଧ୍ୟ ଡରନ୍ତୁ ନାହିଁ, ରଜାକୁ ମଧ୍ୟ ଡରନ୍ତୁ ନାହିଁ, ଉପଯୁକ୍ତ ନ୍ୟାୟ କଥା ସେମାନେ କହନ୍ତୁ। କିନ୍ତୁ କାହିଁ ବ୍ରାହ୍ମଣ ଶାନ୍ତ ନିର୍ଭୟା, ବ୍ରାହ୍ମଣ ଡରି ମରି ରହିଛି, ପାଟି ଖୋଲିବାର ଅଧିକାର ନାହିଁ। ସେଇଠି କହିଲେ ଯେ ବିପ୍ରଭକତି ତେଜି ନିତ୍ୟ ଭ୍ରମନ୍ତି ଘୋର ମାୟା ପଥେ ବ୍ରାହ୍ମଣ କଲେ କ୍ରୋଧ କଲେ ଚିତେ ଯେ ଶାନ୍ତ করে ଯଥୋଚିତେ। କଟୁ ଭାଷଣ ବ୍ରାହ୍ମଣର ଶୁଣି ସନ୍ତୋଷ ଯେଉଁ ନର ପୁତ୍ରର ପ୍ରାୟ କରେ ସ୍ନେହ ତା ବଶୀଭୂତ ମୋର ଦେହ। ବ୍ରାହ୍ମଣ ରାଗିକିରି କହିଲେ ପୁଅକୁ ଯେମିତି ବାପା ତାକୁ ବୁଝାଏ ସେଇଭଳି ବ୍ରାହ୍ମଣକୁ ବୁଝେଇବାକୁ ହବ। ଯିଏ ବ୍ରାହ୍ମଣକୁ ଏଇଭଳି ବୁଝେଇଲା ସେଇ ହେଉଛି ମୋର ପ୍ରିୟ, ମୋର ଶରୀର ଏବଂ ମୁଁ ତାକୁ ଭଲ ପାଏ ଏବଂ ସେ ନିଶ୍ଚିତ ଭାବରେ
এই ভବ ସିନ୍ଧୁ ପାର ହେଇଯିବ। ଏଇଠି କହିଲେ ଯେ ତୁମ୍ଭର ବ୍ରହ୍ମ, ସେଠି କହୁଛନ୍ତି ଏ ତ ଜୟ ବିଜୟ ବି ଅଛନ୍ତି ପାଖରେ ଏବଂ ଚତୁସନକ ଅଛନ୍ତି। ତୁମ୍ଭର ବ୍ରହ୍ମ ଶାପ ଫଳେ ତୃତୀୟ ଜନ୍ମର ବିତଳେ ଦୁଷ୍ଟ ଆଚାର କର୍ମ କରି ଧର୍ମ ଧର୍ମ ନ ବିଚରି ଏବେ ଏ ତୁମ୍ଭର ସନ୍ତୋଷେ ପୁଣି ମିଳିବେ ମୋର ପାଶେ। ସେ କହୁଛନ୍ତି, ବ୍ରାହ୍ମଣ କହୁଛନ୍ତି, ହେ ଚତୁସନକ, ଏଇମାନଙ୍କୁ ଆପଣ ଯେଉଁ ଶାପ ଦେଇଛନ୍ତି 3 ଜନ୍ମ ପରେ ଆସି ମୋ ପାଖରେ ପହଞ୍ଚିବେ। କାହିଁକି ପହଞ୍ଚିବେ? ତୁମକୁ ସନ୍ତୋଷ କରିବା ପାଇଁ। ଯେ ତ ମନରେ କଷ୍ଟ ସେମାନେ ଦେଇଛନ୍ତି, ସେମାନେ 3ଟି ଜନ୍ମ ପାଇଲା ପରେ ସେ ଅସୁର ଯୋନିରେ ସେମାନେ ଆସିବେ ମୋ ପାଖରେ ପହଞ୍ଚିବେ। ଏବେ ତୁମ୍ଭର ଏବେ ଏ ତୁମ୍ଭର ସନ୍ତୋଷ, ତୁମକୁ ସନ୍ତୋଷ କରିବା ପାଇଁ ମୋ ପାଖରେ ପହଞ୍ଚିବେ। ସେଠୁ ଆଉ ଥରେ କହୁଛନ୍ତି, ହେଲେ ସେ 3 ଜନ୍ମ ଉପରେ ଆମେ ଆଲୋଚନା କରିବା ନା ପରେ କରିବା? ହଉ, ଆଲୋଚନା କରିଦେବା। ଭାଇ, ସେ 3ଟି ଜନ୍ମ ହେଲା, ପ୍ରଥମ ଜନ୍ମ ତାଙ୍କର ରାବଣ କୁମ୍ଭକର୍ଣ୍ଣ। ସେ ରାବଣ କୁମ୍ଭକର୍ଣ୍ଣକୁ ମାରିବା ପାଇଁ ଭଗବାନ ରାମ ରୂପରେ ଜନ୍ମ ହେଲେ। ଦ୍ୱିତୀୟ ଜନ୍ମ ନାହିଁ, ପ୍ରଥମ ଜନ୍ମ ହେଉଛି ହିରଣ୍ୟକଶ୍ୟପ ହିରଣ୍ୟାକ୍ଷ। ହିରଣ୍ୟାକ୍ଷକୁ ମାରି ସାରିଲେଣି ସେ ବରାହ ରୂପରେ। ହିରଣ୍ୟକଶ୍ୟପକୁ ମାରିବେ, ହିରଣ୍ୟକଶ୍ୟପକୁ ମାରିବେ ନୃସିଂହ ଅବତାରରେ। ସେ ପ୍ରଥମ ଜନ୍ମ ପଳେଇଲା। ଦ୍ୱିତୀୟ ଜନ୍ମ ହେଲା ରାବଣ କୁମ୍ଭକର୍ଣ୍ଣ। ରାବଣ କୁମ୍ଭକର୍ଣ୍ଣକୁ ମାରିବେ ରାମାବତାରରେ ଏବଂ ଏଇ ବୈକୁଣ୍ଠନାଥ ହିଁ ଯିବେ ରାମ ଅବତାର ହେବେ। ଏବଂ ତୃତୀୟ ଜନ୍ମ ହେଉଛି ଶିଶୁପାଳ ବକ୍ରଦନ୍ତ, ତାକୁ ମାରିବେ କୃଷ୍ଣାବତାରରେ। କୃଷ୍ଣାବତାରରେ ଆଉ ଗୋଟେ ବଡ଼ ଦୁଷ୍ଟ, ସମସ୍ତଙ୍କଠୁ ଅତି ବଡ଼ ଭୟଙ୍କର ଅସୁର ଜନ୍ମ ହେଇଛି କଂସ, ତାକୁ ବି ଭଗବାନ ମାରିବେ। ୟା ଭିତରେ ବହୁତ ଗୁଢ଼ ତତ୍ତ୍ୱ ଅଛି, ତାକୁ କହିଲେ ସମୟ ପଳେଇବ। କଂସକୁ ମାରିବା ବେଳେ ବୈକୁଣ୍ଠନାଥ ନାରାୟଣ କୃଷ୍ଣ ରୂପରେ ଯାଇନାହାନ୍ତି, ଆଉ ଜଣକୁ ଡାକିଛନ୍ତି। ଆଚ୍ଛା, ମୁଁ ସାମାନ୍ୟ ହଁ, ତାପରେ ଅନ୍ୟ ଯେତେ ଆସିଲେ, ରାବଣ ଜନ୍ମ ପାଇଛନ୍ତି ଅନ୍ୟ ଜନ୍ମରେ, ସେତେବେଳେ ସେ ରାମାବତାରରେ ଆସିଛନ୍ତି। ତାକୁ ଟିକେ ମୁଁ ସାମାନ୍ୟ ଆଲୋଚନା କରିଦେଉଛି, ସେଟା ଆରମ୍ଭ ହେଲାଣି ତ ଟପିକ୍। ପ୍ରଥମ ଯେଉଁ ଜୟ ବିଜୟ ଗଲେ ରାବଣ କୁମ୍ଭକର୍ଣ୍ଣ ରୂପରେ, ସେତେବେଳେ ଆମର ବୈକୁଣ୍ଠାଧିପତି ଭଗବାନ ନାରାୟଣ ହିଁ ଗଲେ ରାମ ରୂପରେ। ଦ୍ୱିତୀୟରେ ରାବଣ ଆସିଲେ ଜଳନ୍ଧର ମା ତୁଳସୀଙ୍କର ଅଭିଶାପ ପ୍ରାପ୍ତ ହେଇ ଭଗବାନଙ୍କ ଅଭିଶାପ ଦେଲେ। ଆପଣ ସେ ଗପ ଜାଣିଛନ୍ତି, ଗପ କହିଲେ ସମୟ ପଳେଇବ। ଜଳନ୍ଧର ଅତି ପ୍ରବଳ ପ୍ରତାପୀ ଅସୁର, ଶଙ୍କର ଭଗବାନଙ୍କ ସହିତ ଯୁଦ୍ଧ ଲାଗିଥିଲା। ଦେଖିଲେ ଶଙ୍କର ଭଗବାନ ପାରୁନାହାନ୍ତି। କାହିଁକି ପାରୁନାହାନ୍ତି? ନା ଜଳନ୍ଧର ସ୍ତ୍ରୀ ତୁଳସୀଙ୍କର ସତୀତ୍ୱ ଯୋଗୁଁ, ଏବଂ ଭଗବାନ ଛଳ କରି ତାର ସତୀତ୍ୱ ହରଣ କଲେ। ସେତେବେଳେ ମା ତୁଳସୀ ଅଭିଶାପ ଦେଲେ ଭଗବାନଙ୍କୁ, ମୋର ସ୍ୱାମୀ ମଧ୍ୟ ତୁମର ସ୍ତ୍ରୀକୁ ହରଣ କରି ନେବ। ସେତେବେଳେ ଜଳନ୍ଧର ରାବଣ ରୂପ ନେଲା, ରାବଣ ହେଇ ଜନ୍ମ ହେଲା ଏବଂ ମା ସୀତା ରାମଙ୍କର ସ୍ତ୍ରୀ ହେଲେ। ଏବଂ ସେତେବେଳେ ଜଳନ୍ଧରକୁ ମାରିବା ପାଇଁ ରାମ ରୂପରେ ଜନ୍ମ ହୋଇଥିଲେ ଏଇ ବୈକୁଣ୍ଠନାଥ ନାରାୟଣ। ଆମର ରାମଚରିତ ମାନସରେ 4 ଜଣ ରାମ କଥା ବର୍ଣ୍ଣନା ହେଇଛି। ଇଏ ଗଲା ଦ୍ୱିତୀୟ। ତୃତୀୟରେ ଶଙ୍କର ଭଗବାନ ପଚାରୁଛନ୍ତି, ମା ପାର୍ବତୀ କହୁଛନ୍ତି, ମା ପାର୍ବତୀ କହୁଛନ୍ତି, ମୋତେ ରାମଙ୍କ କଥା କୁହ। ସେ କହିଲେ, କେତେ ରାମ? ତ କୋଟି କୋଟି ରାମ ଜନ୍ମ ହେଇଛନ୍ତି, ଜନ୍ମ 1 2 କହୁ ଖାଣି ବୋଲି କହିଲେ। ଗୋଟେ ଦିଟା କରିବି କହିଲେ, ଏଇ 2ଟା ହେଇଗଲା। ଜୟ ବିଜୟ ଯୋଗୁଁ ଗୋଟେ, ଆଉ ଗୋଟେ ଜଳନ୍ଧର ଯୋଗୁଁ ଗୋଟେ। ସେ 2 ଥର ଯାକ ରାମ ଜନ୍ମ, ରାମ ଅବତାରରେ ବୈକୁଣ୍ଠନାଥ ନାରାୟଣ ହିଁ ଆସିଛନ୍ତି। କିନ୍ତୁ ତୃତୀୟ ଥର ସେ କହିଲେ, ନାରଦ ଶାପ ଦିହ୍ନି 1 ବାର। ସେଥିପାଇଁ ମା ଆଶ୍ଚର୍ଯ୍ୟ ହେଇଗଲେ। ନାରଦ ହେଉଛନ୍ତି ଏତେ ବଡ଼ ଜ୍ଞାନୀ, ଭଗବାନଙ୍କର ଏତେ ବଡ଼ ଭକ୍ତ, ସେ କେମିତି ଭଗବାନଙ୍କୁ ଶାପ ଦେଲେ? କହିଲେ, ସେ ତାର ଗପଟା କହିଲେ। ନାରଦଙ୍କର ଅହଙ୍କାର ଯେ
ତପସ୍ୟାରେ ତାଙ୍କୁ କେହି ଅଟକେଇ ପାରିଲେନି, ତାଙ୍କର କେହି ତପଭଗ୍ନ କରିପାରିଲେ ନାହିଁ। ସେ ଶଙ୍କର ବ୍ରହ୍ମାଙ୍କୁ କହିଲେ, ବ୍ରହ୍ମା କହିଲେ କଥା କାହାକୁ କୁହ ନାହିଁ। ଶଙ୍କର ପାଖକୁ ଗଲେ, ଶଙ୍କର କହିଲେ ତମେ କାହାକୁ କୁହ ନାହିଁ, ଯାହା କହିବ ନାରାୟଣକୁ କହିବ ନାହିଁ। ବୋଲେ କ'ଣ ହେଲା, ଇଏ ତପସ୍ୟା କଲେ, ସେ ତାକୁ ଆସିଲା ତପଭଙ୍ଗ କରିବାକୁ, ଯିଏ ତାକୁ ଭସ୍ମ କରିଦେଲେ, ବସି ପାରିଲେନି ତପସ୍ୟାରେ। ମୁଁ କଲି, ମତେ ମନା କରୁଛନ୍ତି ବୋଲି ଯାଇ କହିଦେଲେ ଭଗବାନଙ୍କୁ। ଭଗବାନ କାହାର ଅହଙ୍କାର ସହ୍ୟ କରିପାରନ୍ତି ନାହିଁ। ନାରଦଙ୍କ ଅହଙ୍କାର ଭଗ୍ନ କରିବା ପାଇଁ ଗୋଟେ ମାୟା ରଚନା କଲେ, ଏବଂ ସେ ମାୟା ରଚନାରେ ସେଠି ଗୋଟେ ମାୟା କନ୍ୟା, ସେ ମାୟା କନ୍ୟା ବିବାହ କରିବାକୁ ଭଗବାନଙ୍କୁ କହିଲେ ମତେ ରୂପଟା ଦିଅନ୍ତୁ, ମାୟା କନ୍ୟାକୁ ବାହା କରିବି। ଏବଂ ଭଗବାନ କହିଲେ ହରି ରୂପ, ହରି ରୂପ କହିଲେ, ହରି କହିଲେ ଭଗବାନ, ହରି କହିଲେ ବାନର ମାଙ୍କଡ଼ ମର୍କଟ, ଆଉ ହରି କହିଲେ ସିଂହ। ସେ ଭଗବାନ ତାଙ୍କର ମର୍କଟ ରୂପଟା ଦେଇଦେଲେ। ଏବଂ ସେଇଠି ସେ ଅପମାନିତ ହେଲେ। ଶିବ ତାଙ୍କର ଶିବଗଣଙ୍କୁ ପଠାଇଥିଲେ, ସେମାନେ ଥଟ୍ଟା କରି ନାରଦଙ୍କୁ ଯେତେବେଳେ ତାଙ୍କର ମର୍କଟ ରୂପକୁ ଦେଖାଇଦେଲେ, ସେତେବେଳେ ସେ ତାଙ୍କୁ ଅଭିଶାପ ଦେଲେ, ତୁମେ ଅସୁର ହେଇ ଜନ୍ମ ହେବ। ଭଗବାନ ସେତେବେଳେ ଆସି ସେଇ ମାୟା କନ୍ୟାକୁ ନେଇଛନ୍ତି, ଏବଂ ତାଙ୍କୁ ମଧ୍ୟ ଭଗବାନଙ୍କୁ ବି ବହୁତ କଥା ସେ କହିଛନ୍ତି, ଅଭିଶାପ ଦେଇଛନ୍ତି। ତମର ମଧ୍ୟ ସ୍ତ୍ରୀକୁ ଜଣେ ହରଣ କରିବ, ତମେ ମୋଟାକୁ ଯେଉଁ ମାଙ୍କଡ଼ ମୁହଁ କରିଦେଲ, ମୁଁ ମାଙ୍କଡ଼ ମାନେ କି ସାହାଯ୍ୟ କରିବେ ତମକୁ। ସେତେବେଳେ ଅଭିଶାପ ଦେଲା ପରେ ସବୁ ମାୟା ଉଭେଇଗଲା, ଦେଖିଲେ କିଛି ନାହିଁ, ଏ ଶୂନ୍ୟ କେବଳ ମାୟା। ନାରଦ ଦୁଃଖ କଲେ। ଭଗବାନ କହିଲେ, ହେ ଭଗବାନ, ମୁଁ ଯେଉଁ ଅଭିଶାପ ଦେଲି ସେଟା ଭୁଲ ହେଇଯାଉ, ମିଛ ହେଇଯାଉ। ବୃଷା ହେଉ ଶାପ କୃପାଲା। ଭଗବାନ କହିଲେ, ମମ ଇଚ୍ଛା କହ ଦୀନ ଦୟାଲା। ସେଇଠି ବି ଭଗବାନ ଇଚ୍ଛା କରି ସେ ଜନ୍ମ ନେଇଛନ୍ତି। ସେଇଠି ରାଜ ଆସିଲେ, ଏଇ ଯୋଉ ଶିବଗଣ ରାବଣ କୁମ୍ଭକର୍ଣ୍ଣ ହେଲେ, ତାଙ୍କୁ ମାରିବା ପାଇଁ ବୈକୁଣ୍ଠନାଥଙ୍କର ଶକ୍ତି ନଥିଲା। କିନ୍ତୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସେମାନେ ଗୋଟିଏ ଇଏର ଲୋକ। ଶିବ ଗଣକୁ ମାରିବା ପାଇଁ ବୈକୁଣ୍ଠ ବିଷ୍ଣୁ ଆସିପାରିଲେ ନାହିଁ ରାମ ରୂପରେ। ସେଠି ରାମ ରୂପରେ ଆସିଥିଲେ ମହାବିଷ୍ଣୁ, କ୍ଷୀରୋଦ ସାଇ ବିଷ୍ଣୁ ରାମ ରୂପରେ ଆସି ଏମାନଙ୍କୁ ମାରିଥିଲେ। ଚତୁର୍ଥ ରାମ ରୂପରେ ମନୁର ଶତରୂପା ତପସ୍ୟା କଲେ। ସେ ତପସ୍ୟାରେ ସାକେତ ଧାମରୁ ରାମ ଆସିଥିଲେ। ସେଥିପାଇଁ ମା ପଚାରିଛନ୍ତି ପ୍ରଶ୍ନ, ନିର୍ଗୁଣ ବ୍ରହ୍ମ ସଗୁଣ ଭୟ କୈସେ। ସେଠି ନିର୍ଗୁଣ ବ୍ରହ୍ମ ସେ ଥିଲେ, ଅଖିଳ ମାନେ ନିଖିଳ ବ୍ରହ୍ମାଣ୍ଡପତି ସେ ସେଇଠୁ ଆସିଥିଲେ ରାମ ରୂପରେ, ଏବଂ ରାବଣ କୁମ୍ଭକର୍ଣ୍ଣକୁ ମାରିବା ପାଇଁ। ସେତେବେଳେ ରାବଣ ହେଇଥିଲା ପ୍ରତାପ ଭାନୁ, ତା ବିଷୟ ବହୁତ ବଡ଼ କଥା। ହେଲେ ଏଠି ଭଗବାନ ସବୁବେଳେ ଚାହିଁଛନ୍ତି, ନିଜେ ଚାହିଁ ନିଜେ ଆସିଛନ୍ତି ଏଇ ଧରାଧାମକୁ ଅସୁର ସଂହାର କରିବା ପାଇଁ। ଏଣୁ ଏଇଠି ମଧ୍ୟ ଭଗବାନ ନିଜେ ଚାହିଁ ଏସବୁ ଗୁଡ଼ା କରିଛନ୍ତି। ଯେ ୟାର ପରେ ଆଉ ଗୋଟେ କଥା ବି କହିବେ ଭଗବାନ। ଏସବୁ ସରିଲା ପରେ ବ୍ରାହ୍ମଣ କଥା ସରିଲା। ମୁଁ ପୁଣି ତାଙ୍କ ଉପକାରେ ଶରୀର ବହିବି ସଂସାରେ କରିବି ତାହାଙ୍କୁ ନିସ୍ତାର, କହିଲେ ପ୍ରଭୁ ଚକ୍ରଧର। ବ୍ରହ୍ମା କହୁଛନ୍ତି, ହେମନ୍ତ କୃଷ୍ଣ ମଞ୍ଜୁବାଣୀ ସନ୍ତୋଷ ବିପ୍ରଭରେ ଶୁଣି, ବିଷ୍ଣୁର ଭକ୍ତି ହୃଦୟ ବହି ବୋଲନ୍ତି ଶିରେ କର ଦେଇ। ତାଙ୍କୁ ଥରେ ଭଗବାନଙ୍କୁ ପୂଜା କରିଥିଲେ, ଧ୍ୟାନ କରିଥିଲେ, ପୁଣି ଆଉ ଥରେ ଧ୍ୟାନ କଲେ। ଭୋ ଦେବ ଦେବ ଲକ୍ଷ୍ମୀପତି, ଆମ୍ଭେ ନ ଜାଣୁ ତୋର ଗତି, ଆମକୁ ଅନୁଗ୍ରହ କରି ଯାହା ବହି ଗୁଣର ହରି। ବ୍ରହ୍ମଣ୍ୟ ଦେବ ତ ମହିମା ତ ଗତି ଜାଣନ୍ତି ବ୍ରହ୍ମା, ନ ପୁଣି ବେଦ ଦେବ ବିପ୍ରଙ୍କର ଆତ୍ମା ହୃଦ ଶକ୍ତି ଧର। ଧର୍ମ ତ ଶରୀରୁ ପ୍ରକାଶ, ଯେ ଧର୍ମ ସୃଷ୍ଟି ପାପ ନାଶେ। ତୁ ନାଥ ନିର୍ବିକାର ଧର୍ମ ତୋର ଭକ୍ଷଣ, ତାର ଭକ୍ଷଣେ ତୋର ରକ୍ଷଣ ତୋର କର୍ମ। ଯାହାର ଅନୁଗ୍ରହ ଜନ ଧର୍ମ ସଞ୍ଚୟ ଯନ୍ତି ମନ, ତୋ ପାଦ ପୁତ୍ର ସେବା ବଳେ ମୃତ୍ୟୁ ଜଣନ୍ତି ଅବହେଳେ। ଏଇଠି ଭଗବାନଙ୍କୁ ଧ୍ୟାନ କରୁଛନ୍ତି, ହେ ଭଗବାନ ଆପଣ ଧର୍ମ ରକ୍ଷକ, ଆପଣ ସବୁ ଭାବରେ ଧର୍ମକୁ ରକ୍ଷା କରନ୍ତି। ଏଣୁ ବ୍ରାହ୍ମଣଙ୍କର ମହିମା, ବ୍ରାହ୍ମଣ ମାନେ ଯେହେତୁ ଧର୍ମ ରକ୍ଷା କରନ୍ତି, ଏଣୁ ଆପଣ ବ୍ରାହ୍ମଣ ମାନଙ୍କୁ ରକ୍ଷା କରନ୍ତି। ସେମିତି ନମୋ ବ୍ରହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣ ହିତାୟ ଚ। ଆପଣ ଗୋ ଆଉ ବ୍ରାହ୍ମଣଙ୍କର ହିତ ପାଇଁ ସବୁବେଳେ ଜନ୍ମ ନିଅନ୍ତି। ଆଉ ଆପଣଙ୍କର କଥା ଆମେ ବୁଝିବା ଭାରି କଷ୍ଟ। ଆମକୁ ଅନୁଗ୍ରହ କରି ଆପଣ ଏତେ କଥା କହିଲେ। ଏଠି କହନ୍ତି ତୋ ପାଦ ପଦ୍ମ ସେବା ଫଳେ,
ତୁ ମୃତ୍ୟୁ ନିର୍ଜୀରନ୍ତି ଅବହେଳେ ତୁଅଠୁ ଏମନ୍ତ ପୁରୁଷ ଆମ୍ଭର ଅନୁଗ୍ରହେ ଆସ ଏତର ଗତି ବିପରୀତ କେହ ବା ଜାଣିବ କିଞ୍ଚିତ ଏମନ୍ତ ମୁନିଙ୍କ ବଚନ ଶୁଣି ସନ୍ତୋଷ ଭଗବାନ ଅତ୍ୟନ୍ତ ସ୍ନେହଭର ହୋଇ କହନ୍ତି ବିପ୍ରଙ୍କୁ ନାଇଁ। ଏଠି କହିଲେ ଆମେ ଦୋଷ କଲେ ମଧ୍ୟ ଆମ ପ୍ରତି ଏତେ ଅନୁଗ୍ରହ ଆପଣ କଲେ, ହଁ ଆପଣଙ୍କର ଏତେ ଦୟାଭାବ ବ୍ରାହ୍ମଣ ମାନଙ୍କ ପ୍ରତି ଏବଂ ଆପଣଙ୍କର ଏ ଭାବ ଅତି ବିଚିତ୍ର ଭାବ ଆମେ ଯାହା ବୁଝିପାରୁନ। ଆପଣଙ୍କୁ ଆଉ କିଏ ଜାଣିବ? ସାଧାରଣ ମନୁଷ୍ୟ ଆପଣଙ୍କ କଥା କେମିତି ଜାଣିବ? ଏଠି ଭଗବାନ କହୁଛନ୍ତି ଜୟ ବି ନିଭାଇ ତୁମ୍ଭର ଚିତେ କ୍ରୋଧ ଦେଇ ଅସୁର ଜୁନିଏ ପାଇବେ ଦୁଷ୍ଟ କର୍ମକୁ ଆଚରିବେ ପୁଣି ଆସିବେ ମୋର ପୁରେ ସୁବର୍ଣ୍ଣ ବେତ୍ର ଧରି ପୁରେ ପରେ ଏବେ ବୈକୁଣ୍ଠ ପୁରେ ବାସ ଯେବେ ତୁମ୍ଭର ମନେ ତୋଷ। ଆଉ ଥରେ ପଚାରୁଛୁ ୟାଙ୍କୁ ତ ମୁଁ ଯିବି ଉଦ୍ଧାର କରିବା ପାଇଁ, ସେମାନେ ତ 3 ଥର ଜନ୍ମ ହେବେ, ମୁଁ ତାଙ୍କୁ 3 ଥର ଉଦ୍ଧାର କରିବି ଏବଂ ପୁଣି ସେମାନେ ଏଠିକି ଆସିବେ, ପୁଣି ସେଇ ସୁବର୍ଣ୍ଣ ବେତ ଧରି ମୋର ଦୁଆରରେ ଦ୍ୱାରପାଳ ରୂପରେ କାମ କରିବେ। ଆପଣମାନେ ଏଇ କଥାରେ ଖୁସି ତ? ପଚାରୁଛନ୍ତି, ଭଗବାନ ପଚାରୁଛନ୍ତି ସନକାଦି ଋଷିମାନଙ୍କୁ। ସେଠି ବ୍ରହ୍ମା କହୁଛନ୍ତି ସେ ଚାରେ ମୋହର ନନ୍ଦନେ ତକ୍ଷଣେ ଆନନ୍ଦ ବଚନେ ବିଷ୍ଣୁର ମୁଖ ଦେଖି ତୋଷ ବେଗେ ମିଳିଲେ ବିଷ୍ଣୁ ପାଶ ସ୍ୱଭାବେ ବିଷ୍ଣୁର ଭୁବନ ଜହି ନଥାନ୍ତି ଦୁଷ୍ଟ ଜନ ହରିଙ୍କି କରି ପ୍ରଦକ୍ଷିଣ ଆଜ୍ଞା ମାଗିଣ ମୁନି ଜନଗଣ ବିଷ୍ଣୁର ପାଦେଶ ନ ମିଲେ ଆନନ୍ଦେ ନିଜ ସ୍ଥାନ ଗଲେ ଦ୍ୱାରପାଳଙ୍କ ମୁଖ ଚାହିଁ କହନ୍ତି ପ୍ରଭୁ ଭାବ ଗ୍ରାହୀ। ସନକାଦି ମୁନିମାନେ ଭଗବାନଙ୍କ କଥାରେ ଅତ୍ୟନ୍ତ ସନ୍ତୋଷ ଲାଭ କଲେ। ସନ୍ତୋଷ ଲାଭ କରି ସେମାନେ ନିଜ ନିଜ ଭୁବନକୁ ପ୍ରତ୍ୟାବର୍ତ୍ତନ କଲେ। ସେମାନେ କୋଉଠି ରହନ୍ତି? ବ୍ରହ୍ମାଙ୍କ ଭୁବନରେ। ସେଠି ସେମାନେ ଗଲେ, ଭଗବାନଙ୍କର ଆଜ୍ଞା ମାଗି ତାଙ୍କୁ ପ୍ରଦକ୍ଷିଣ କରି ତାଙ୍କର ପାଦରେ ନମସ୍କାର କରି ସେମାନେ ଗଲେ। ଗଲା ପରେ ଜୟ ବିଜୟ 2 ଜଣ ତାଙ୍କ ମନରେ ତ ନିଶ୍ଚିତ କଷ୍ଟ ହେଇଥିବ। ଗୋଟିଏ ହେଲା ଅଭିଶାପଗ୍ରସ୍ତ, ତୃତୀୟରେ ଜନ୍ମ ମରଣ କଷ୍ଟ, ପୁଣି ସେଇ ଯୋଉ ଆଉ ଥରେ ତାକୁ ଉଦ୍ଧାର କରିବା ପାଇଁ ଭଗବାନ ଯିବେ, 3 ଜନ୍ମ ପର୍ଯ୍ୟନ୍ତ ସେମାନେ କଷ୍ଟ ସହିବେ। ଏ ସବୁଠାରୁ ବଡ଼ କଷ୍ଟ ହେଲା ଭଗବାନଙ୍କର ଚରଣାର ବିନ୍ଦୁରୁ ଦୂରେଇ ଯିବେ ସେମାନେ। ସେଇ କଷ୍ଟ ତାଙ୍କୁ ଅତ୍ୟନ୍ତ ଭାବରେ ବାଧିଲା। ଏଣୁ ସେମାନଙ୍କୁ ପ୍ରବୋଧନ ଦଉଛନ୍ତି, ସେମାନଙ୍କୁ ବୁଝଉଛନ୍ତି। ଦ୍ୱାରପାଳଙ୍କ ମୁଖ ଚାହିଁ କହନ୍ତି ପ୍ରଭୁ ଭାବ ଗ୍ରାହୀ ତୁମ୍ଭେ ଯେ ଧରଣୀ ମଣ୍ଡଳେ ଜନ୍ମ ଯା ଅସୁରଙ୍କ କୂଳେ ତୁମ୍ଭ କୁଶଳ ମୁଁ କରିବି ତୃତୀୟ ଜନ୍ମେ ଉଦ୍ଧରିବି ବ୍ରାହ୍ମଣ ଶାପ ନାଶ ପାଇଁ ଯଦି ବା ସମର୍ଥ ଅଟଇ ହେଲେ ହେ ସମର୍ଥ ମୋହର ଭୟ ନ କର ବେନି ବୀର। ଦେଖନ୍ତୁ ଏଇଠି ତାଙ୍କର ନିଜର କଥା କହିଦେଲେ, ତମେ 3 ଜନ୍ମ ଯିବ, ମୁଁ ତମକୁ ଉଦ୍ଧାର କରିବି, ଆଉ ବ୍ରାହ୍ମଣ ଶାପ ନାଶ ପାଇଁ ଯଦି ବା ସମର୍ଥ ଅଟଇ। ଭଗବାନ କୋଉଥିରେ ଅସମର୍ଥ? ସେ ତ ସର୍ବସମର୍ଥ, କର୍ତ୍ତୃ ଅକର୍ତ୍ତୃ ଅନ୍ୟଥା କର୍ତ୍ତୃ। କରିବା କାମ କରିବେ, ନ କରିବା କାମ ବି କରିପାରିବେ ଏବଂ ସେଇ କାମଟାକୁ ଅନ୍ୟ ଭାବରେ ବି କରିଦେଇ ପାରିବେ। ସେ ସର୍ବସମ୍ମତ, ସର୍ବଶକ୍ତିମାନ, ଓମନିପୋଟେଣ୍ଟ, ଓମନିସିଏଣ୍ଟ and omnipotent, omnipresent and omniscient, ସର୍ବ ବ୍ୟାପକ, ସର୍ବଶକ୍ତିମାନ ଓ ସର୍ବସମର୍ଥ। ସେଟା କହୁଛନ୍ତି ମୁଁ କରିପାରିବି ସବୁ କଥା, ହେଲେ ମୁଁ ସମର୍ଥ ହେଲେ ମଧ୍ୟ କହିଲେ ଦେଖନ୍ତୁ ଯଦି ବା ସମର୍ଥ ଅଟେ ହେଲେ ସମ୍ମତ ମୋହର, ଏ କାମ ପାଇଁ ମୋର ସମର୍ଥନ ଥିଲା, ସେଇଥିପାଇଁ ଏ କାମ ହେଲା। ମୁଁ ଚାହୁଁଥିଲି ତମେ ଗଲେ ମୁଁ ବି ତମ ସାଙ୍ଗରେ ଆସିବି। ସଂସାର ଭିତରେ ମୋର ବି ବହୁତ କାମ ଅଛି, ସେଇ ସମସ୍ତ କାମ କରିବା ପାଇଁ ମୁଁ ଆସିବି। ଭଗବାନଙ୍କର ସବୁ କାମ କ'ଣ? ଗୋଟିଏ ଦୁଷ୍ଟ ସଂହାରଣ, ସନ୍ଥ ପାଳନ, ଧର୍ମ ସ୍ଥାପନ ଏବଂ ସମସ୍ତ ଭକ୍ତମାନଙ୍କର ମନୋବାଞ୍ଛା ପୂରଣ। ଯଦିଓ ସେ ଗୀତା ଶ୍ଲୋକରେ 3ଟା କଥା କହିଛନ୍ତି, କିନ୍ତୁ ସେ ଚତୁର୍ଥ କଥାଟାକୁ ପ୍ରାଥମିକତା ଦିଅନ୍ତି। ଭକ୍ତମାନଙ୍କର ମନୋବାଞ୍ଛା ପୂରଣ କରିବା ପାଇଁ ସେ ଯୋଉ ଯେତେବେଳେ ସମ୍ଭବ ତାହା ପୂରଣ କରୁଛନ୍ତି। ରାମାବତାରରେ
से सब पूरण करिवार सुजोग नथिला। भगवान थिले मर्यादा पुरुषोत्तम। भगवान कौन कौन पूरण कर यार बामन अवतार बामन झील चाहिला कोल कोड़े छोट पिलाटी भाई स्तन्यपान कर भगवान हाँ करते शेष कहला तुमको मो बापा को पाताल को चापिदेल तो तुमको कोल धरी स्तन्यपान कर स्तन्यपान कला बेले विषपान कर भगवान कहला हाँ सेटा भी हम तार भक्तर मनोवांछा पूर्ण करने से आसिले एवं पूतना आज तार मनोवांछा पूर्ण कला। रामावतार रे रावणर भौणी सुपर्णखा आसी कहला मु तुमको बाहा हेबी तुम अंग संग लाभ करने मोर भारी इच्छा। भगवान को आगे जे जहाँ प्रकाश करे से एड़ी पारंतनी मना करि पारंत नहीं। भगवान कहला हम जे एबे हम नहीं मु तो एबे एक पत्नी व्रत मर्यादा पुरुषोत्तम आ मु ये कथा पूर्ण करि पारि नहीं। द्वापर जुगरे से कुब्जा है जन्म हला तार मनोवांछा पूर्ण करथिले। राम भगवान सीता माँ को नहीं बन रे बुल्ला बेले गोटे सुंदर पदरे उपेन्द्र भंद लिखिछन्ति काम कामना को मुनि चित्ते जन्म आइले। सीता सहित राम विहार करुछन्ति केड़े सुंदर स्त्रीटे हेछि केड़े भाग्य करथिला। अरे आमको नहीं एमती वन विहार करथांते कि काम भाव चिंता हला तंगर काम भाव रे भगवान को सहित मिसिबार चिंता आसला ताको सेठी भगवान प्रतिश्रुति देथिले। द्वापर जुगरे कृष्णावतार रे रास लीला रे तुमर मनोवांछा पूर्ण करी तुम सब गोपी रूप में जन्म एणु भगवान जन्म हुंती बहुत काम थाए दुष्ट संहारण संथ पालन सहित धर्म स्थापन एवं भक्तर मनोवांछा पूर्ण भगवान सेटा कहते मोर इच्छा थिला एबे इच्छा नहीं बहुत दिन आगु थिला केमती थिला एक कथा कमला समीपे कही मु अच्छी पूर्व कल्पे मोर एकांत लक्ष्मी जाते जेबे निरुद्ध कल पथे तुम आउ गोटे थर भूल कर मु एकांत रे शयन करुची भगवान सतर्क करथिले मु एकांत रे अच्छी आ मते कौन डिस्टर्ब गोलमाल करेबो नहीं। लक्ष्मी गला बेलू बंद करदे माने अन्य क्या सीना छाड़ब ना बोली मुझे लक्ष्मी को छाड़ब ना। लक्ष्मी रागिले कहले एगुड़ाक सब वैकुंठ रहा योग्य नुहति असुर प्रकृतिर लोक मैंने माँ से भी कही बहुत दिन हो गला सीटा बाकी थिला एवं यही ब्राह्मण माने सीधा सड़क तुमको अभिशाप देदेले सेटा एटा दीटा आग बेसीगला कर्मफल भोगिबा अनिर्वार्य तुम कर्मफल भोगिबा हम तुम यही कर्म करच देवहेलन कर्म करच माँ लक्ष्मी को अपमानित करच पुणी मोर भक्त ब्राह्मण मान को अपमानित कल एणु ये अपमान फल स्वरूप तुमको असुर जन्म पाइबा पड़ो तुम जाओ किसी भय कर ना हाँ बोली से कहले तुम्भर तारण निमंते देह बहि भी जगते तुम्भर तुले मोर जस शुणते पाप जीवनाश मुखता भुवन पावने ए भूमि मध्य देह ज्ञानी करिवे श्रवण कीर्तन शुणी तरिवे सर्वजन हेमंत द्वार पाले कही निज भुवने भाव ग्राहे बसिले कमलार मेले आवृत विमान संकुले सर्व ऐश्वर्य तुले हरि निज भुवने विजय करी। भगवान आश्वासन दे गले निज भुवन में विजय कले माँ कमला सहित बसी आलोचना करुँच समय यांकर कथा कौन है ना ईमान तो अभिशापग्रस्त होती माने अभिशाप काम करने आरंभ कला तक्षणे अधर सुखिला छिद्वार पाल बेनी भाई भालती दश दिग चाहे
तक्षणे अधर सुखिला आत्मार विष्णु तेज गला दुस्तर ब्रह्म शाप जोगु बेगे होइले दुत्सर ब्रह्म शाप करे बेगे होइले हत श्री तक्षणे हत गर्भ होई अधोबदने बेनि भाए विश्वर भुवन पड़ते हाहास बध शून्य पथे एठी से मानकर अधपतन घटिला वैकुंठ धाम पतन हला तांकर वैकुंठ धाम रे जो ऐश्वर्यपूर्ण शरीर धारण करथिले से शरीर हतश्री हो गला से शरीर गला केवल आत्मा उपरे तल को खसिले भगवान से मानक पाई व्यवस्था भी करिसंती जो महात्मा माने जन्म नेबे से माने होचंते कम लोक नुहंती वैकुंठर द्वारपाल भगवान द्वारपाल से उपयुक्त स्थान भगवान बाछी रखी मुझे कही आमर पृथ्वी रे जोड़े नियम अति सुंदर भाव काम करे गोटे कारण और प्रभाव बा कारण कार्य नियम काज एंड इफेक्ट आम जिते गुड़ा इफेक्ट रू आम काज को आसी पहुँचले ये जो सब आड़े अंधार है विभिन्न प्रकार विप्लव विभिन्न प्रकार माने भयंकर बात्या लोक बाहर लोक मान सब हैरान हेले देवता मान सब विचलित हेले सी प्रभाव कार्य तार कारण खोजी खोजी आसिले ब्रह्मा से कारण गुड़ाक सब कहले एवं से कारण रू आ गोटे कारण है अभिशाप ग्रस्त है भगवान से कहते तुम जाओ तल तल को आसिले आसिले से माने कोठी रहिबे से माने पई गर्भर व्यवस्था भी कर से माने जन्म हेबे को गर्भरे अति उत्तम गर्भरे आ गोटे है कंपनसेशन रूल क्षतिपूरण नियम से माने जेहेतु आसिबे वैकुंठ धाम रू अभिशाप ग्रस्त है से क्षति रे पड़िले तांको से भलिया किसी गोटे महत्व जिनस जोगई देवा खब माने अति भयंकर प्रबल प्रतापी असुर भाव जन्म हेले एवं से कहा गर्भ में जन्म हेबे दीति गर्भरे दीति भी सामान्य स्त्री नथिले कश्यपंकर ज्येष्ठा स्त्री सी बड़ माने संभव भौणी मान तो 13 भौणी भौणी मान ठारू बड़ सी एवं भगवान कर से जो इच्छा सी आसवे धराधाम अवतीर्ण हेबे से धराधाम अवतीर्ण हवाई समस्त जिनस से आस्ते आस्ते सब सृष्टि करदे से बोली से कारण जो माँ दीति संध्या समय कश्यप सहित मिसापी इच्छा कले संध्या समय मिसिले असुर भली पुओ जन्म हम कहीं माने असुर जन्म हेबे से तांकर मन आसला अन्न के दिन आसी ना एत दिन से महाभारत सुंदर कथा दिखाई संध्या बेले चारि कथा करिब वर्जन विद्या जे निद्रा आहार आवर मैथुन विद्यारे मूर्ख हुई खाद्य रोग जात निद्रा रे जे लक्ष्मी क्षय मैथुने निहत्त माने निहत्त भली दंड तुमको मिलिबो जेमते वर्तमान से संध्या समय स्वामी सहित मिसिबारु दुष्ट पुओ जन्म हेबे हिरण्याक्ष माँ से बहुत दुख कर सब सब वर्णना है आम सियाड़ा जावानी एम सब गले जाए कौट कौन कले ना सेबेनी वीर यही भावे तक्षणे पशि दीति गर्भे कश्यप वीर्य आश्रय करी एणु भुवन लोके तरी डरी तरी सेबेनी असुरंक तेज तुम्हको करिछि निस्तेज सेबेनी भाईंकर दर्पे तीन भुवन दिशे विष कंपे से कहले से बेनी भाईंकर प्रताप रो ये सब गुड़ाक देखा जाउछि जेते सब खराब शकुन मान देखा जाउछि केवल से दुई भाईंकर कारण जो एवं आर प्रतिकार कौन आर प्रतिकार नाही जेतुटा भगवान कर इच्छा एथा को नाही प्रतिकार त्राही करिवे चक्रधर से एकमात्र भरोसा ताकू भरोसा करी तुम रह हाँ
से समस्त कारणर कारण जेते सब कारण अच्छे से सबुगुड़ा कारण काम दब ना किंतु सी एकमात्र कारण कहले नमो नमस्ते अखिल कारणाय निष्कारणाय भूत कारणाय सर्वगमन्माय महार्णवाय नमो अपवर्गाय परायणाय। आपण हेउछन्ते सबुरी मूल कारण किंतु आपणकर कौन कारण नाही पुणी आपण सबुरी कारण होइथिले भी आपण घरे कौन विकार वा परिवर्तन घटे नाही तेणु आपण हेउछन्ते विस्मयकर कारण। आपण को मोर बारंबार नमस्कार। समुद्र जेपरी समस्त नदी और झरणार परम आश्रय आपण हेउछन्ते से भली सकल वेद शास्त्र परम तात्पर्य आपण हेउछन्ते मुख्य स्वरूप एवं सकल संथ आपणकर शरण ग्रहण करती तेणु मु आपण को प्रणाम करुची। से भगवान होते समस्त कारणर कारण एवं तांकर कौन कारण नहीं एवं तांको ही ध्यान कर बोली कहले एठी ब्रह्मा सी ही रक्षा करिवे। जे विश्व सृष्टिर कारण अनादि प्रभु नारायण तमाया न जानती के ही संसार मध्य देह वही एक तार माया भगवान का माया के जानी पारेनी। कंस जानी थिला देवकी जो कहला अरे एटा झीटा आपको कहीं मारू ये बड़ हेल् तो पुओ को बाहा करी कहले कंस कहला अरे कहला जे असुर जो थिला ताको से स्त्री रूप में मारी थिले को असुर महिषासुर महिषा मारे दुर्गा होए ता माया न जानलो तुही तार माया तू जानी पारनु तो झीटा बोली कहू ना से महिषा मारी दुर्गा है एवं सी स्त्री रूप में मत न मार तार कौन ये कारण गोटे अच्छी जे मार ना बोली से कथा कहले तमाया न जानती कहीं संसार मध्य देह वही आंबे सकल देवगणे आश्रय घर भृत्यपणे एघोर भय ही आंबर खंडिवे प्रभु चक्रधर एमंते देवगण मध्य विधाता कहले आनंदे से हरि चरण कमले सुजने चिंत है निश्चले से हरि ब्रह्मांड ब्राह्मण बत्सल करुणा सिंधु आदि मूल तांक चरण पंगजे ब्राह्मण जगन्नाथ भजेति श्रीमद् भागवत महापुराण पार्वती सहित तृतीय स्कंदे जय विजय शाप वर्णन नाम 16 अध्याय हरि ओम तत्सत। तापरे 17 अध्याय को जीवा। ओम नमो भगवते वासुदेवाय 17 अध्याय तहु से असुर रूप रे जन्मिले तीर उदरे हिरण्याक्षर दिग्विजय चरित 17 अध्याय। एठी अति सुंदर भाव जगन्नाथ दास वर्णना करछन्ति जे हिरण्याक्ष हिरण्यकश्यप हिरण्य माने सुना हिरण्याक्षर आखि गुड़ाक सुना भली थिला चकचक करथला तेंटा हिरण्याक्ष हिरण्य कश्यप हिरण्य से मध्य हिरण्य स्वर्ण द्वारा आवृत होइतिला ताको सेते हिरण्य कश्यप बोली कहला एवं तार केते कहंती तार बाळ सब हिरण्य माने सोना वर्ण से हिरण्य कश्यप कहला। कश्यप पद आ गोटे ही पारे कश्यप नंदन को दास्य पेय कहा जाए एवं हिरण्य पद लगे हिरण्य कश्यप बोली कहीदेले ये हिरण्य कश्यप हिरण्याक्ष से ना सब नामकरण कले पिता कश्यप। हाँ यही कथा ये आम देखा असुर रूप में जन्मिले द्वितीय भागरे हिरण्याक्षर दिग्विजय चरित्र 17 देखो माँ दीति सी चाहते सब जगत मंगल करवा कश्यप पर बुझे से दुख कले कहीं एमती गोटे असमय मोर से काम विकार जात है पत्नी सहित मिलन होगापाई से तो भगवान निर्देश आदेश इच्छा तमें केम टाड़ीदेव तम कथार से नाही सी अच्छी जी सी सब कर से सब जिनसर कारण ता पाखरे सब कारण खोजापी मुझे जो कही मुख्य कारण हो सी ता पाखरे पहुंची जाओ सब कारण से आसो दीतिंकर किसी भूल ना सियाड़ू से भूलटा आसी कारणटा सियाड़ू आसी चाहिए संध्या समय
ସେହିରେ ଦ୍ୱିତୀୟ ଆଉ କଶ୍ୟପଙ୍କର ମିଳନ ହଉ। ସିଏ ଚାହିଁଲେ ସେଇ ସମୟରେ ହେଲେ ହିଁ ଅସୁର ପୁତ୍ର ଜନ୍ମ ହବ। ସିଏ ଚାହିଁଲେ ହିଁ ସେଇ ଗର୍ଭ ଖାଲି ରହିବ ଏଇ ଜୟ ବିଜୟଙ୍କୁ ଧାରଣ କରିବା ପାଇଁ। ତେବେ ତାଙ୍କର ଅସୁର ପୁତ୍ର ଜନ୍ମ ହବ। ସବୁରି ମୂଳ କାରଣ ସିଏ। ଆମେ ଖାଲିରେ ଖୋଜିଲୁ, ମାଙ୍କୁ କହିଲୁ ଯେ ତାଙ୍କର ଏଇ ଯୋଉ କାମ ଭାବ ଜାତ ହେଲା ତାକୁ ବର୍ଣ୍ଣନା ବି କରାହେଲା। ଆମେ ବି ବିଶଦ ଭାବରେ ତାକୁ ବର୍ଣ୍ଣନା କରି ଶୁଣିଲୁ। କିନ୍ତୁ କାହାର ଆୟତ୍ତରେ ସିଏ ନାହିଁ, ଗୋଟିଏ ଅଛି ସିଏ ସବୁ ନଚଉଥାଏ। ତ୍ରିଗୁଣ ଡୋରି କରେ ଧରି, ମୃଗୀ ନୁଚାଏ ନଚାଏ ନରହରି। ଆମେ ଖାଲି ନାଚ କରୁଛୁ ତାଙ୍କରି ଇଚ୍ଛାରେ, ତାଙ୍କରି କଥାରେ। ସେମିତି ଏଠି ଆସିଲା ବ୍ରହ୍ମା ବଚନ ଦେବଗଣ ଶୁଣିଲେ ଅଦ୍ଭୁତ କାରଣ। ବିଧାତା ପାଦେ ପ୍ରଣମିଲେ ଆନନ୍ଦେ ନିଜ ପୁର ଗଲେ। ଦିତି କଶ୍ୟପ ଆଜ୍ଞା ପାଇ ପୁତ୍ରଙ୍କ ଜନ୍ମେ ଶଙ୍କା ବହି। 7 ବରଷ ପୂର୍ଣ୍ଣ ହେଲା ବେନି ବାଳକ ପ୍ରସବିଲା। ତାକୁ ସେ ହଠାତ୍ ଜନ୍ମ କଲେନି, ସେମାନଙ୍କ ପାଖରେ ଶକ୍ତି ଥିଲା। ଦେଖିଲେ ଏ ଦୁଷ୍ଟ ପୁଅ ମାନେ ଆସିବେ, ଏଇ ସଂସାରରେ ବିତ୍ପାତ କରିବେ, ଦେବତା ମାନଙ୍କୁ କଷ୍ଟ ଦେବେ, ମନୁଷ୍ୟ ମାନଙ୍କୁ କଷ୍ଟ ଦେବେ। ସଂସାରରେ କେବଳ ଧ୍ୱଂସକାରୀ ଗୁଣ ସେମାନଙ୍କ ପାଖରେ ରହିବ। ତାଙ୍କୁ ସେ 100 ବର୍ଷ ଅଟକେଇ ଦେଲେ ଗର୍ଭ ଭିତରେ। ଦେଖନ୍ତୁ କେତେ କଷ୍ଟ ମା ସହିଲେ ଏଇ ଜଗତକୁ। 100 ବର୍ଷ କମିଗଲା। ଯେ ତାଙ୍କୁ ସାଧାରଣତଃ ଜନ୍ମ ହୁଅନ୍ତି 9 ମାସ 10 ମାସ ପରେ। 100 ବର୍ଷ ପର୍ଯ୍ୟନ୍ତ ସେ ଧରିଲେ ଗର୍ଭରେ। କଲା ପରେ 7 ବରଷ ପୂର୍ଣ୍ଣ ହେଲା ବେନି ବାଳକ ପ୍ରସବିଲା। ସେବେନି ପୁତ୍ର ଜନ୍ମ କାଳେ ଦେବୀ ମେଦିନୀ ଅନ୍ତରାଳେ। ଘୋର ଉତ୍ପାତ ଭୟଙ୍କର ଦେଖି କମ୍ପିଲେ ସୁର ନର। ଚଳ ଚଳ ସଙ୍ଗେ ମହି କମ୍ପିଲେ ମହାଭୟ ପାଏ। ରହିଲା ପ୍ରାୟ ଅଷ୍ଟ ଦିଗେ ଦିଶନ୍ତି ଅନଳ ସଂଯୋଗେ। ଉଲ୍କା ସଂକୁଳ ଧୂମକେତୁ ସେ ଆଦି ସର୍ପ ଭୟ ହେତୁ। ଦେଖନ୍ତୁ ସେ ଗର୍ଭ ଭିତରେ ରହିଲା ବେଳେ ଯୋଉ ଭୟଙ୍କର ବାତାବରଣ ସୃଷ୍ଟି ହେଇଥିଲା, ପୁଣି ଜନ୍ମ ସମୟରେ କେମିତି ଭୟଙ୍କର ବାତାବରଣ ସୃଷ୍ଟି ହେଇଛି। ଆପଣ ଦେଖିବେ କୃଷ୍ଣ ଜନ୍ମ ହେବେ, ରାତି ଅଧରେ ଜନ୍ମ ହେଲେ, କିନ୍ତୁ ପ୍ରକୃତି କେତେ ସୁନ୍ଦର ଭାବରେ ବାତାବରଣ ସେଠି ବର୍ଣ୍ଣନା କରିଛନ୍ତି ଭଗବାନଙ୍କର ଜନ୍ମ ସମୟକୁ। ପ୍ରକୃତି ଶାନ୍ତ, କେତେ ସୁନ୍ଦର ମନ୍ଦ ମନ୍ଦ ବାୟୁ ବହୁଛି। ସେମାନେ ସବୁ ଗନ୍ଧ, ବିଭିନ୍ନ ପ୍ରକାର ଫୁଲର ଗନ୍ଧକୁ ବହନ କରି ଆସୁଛନ୍ତି। ଏବଂ ଆକାଶରେ ତାରାଗଣ ସ୍ଥିର ହେଇଛନ୍ତି। ଚନ୍ଦ୍ର ତ ନାହାନ୍ତି। ଅଷ୍ଟମୀ ତିଥି ଅର୍ଦ୍ଧରାତ୍ର। ଅଷ୍ଟମୀ ତିଥି ଅର୍ଦ୍ଧରାତ୍ରେ ରୋହିଣୀ ବୃଷର ସଂଯୋଗେ ଜନ୍ମ ହେଇଥିଲେ। ସେଇ ସମୟରେ ଅତି ସୁନ୍ଦର କଥା। ଯେତେ ସବୁ ନିର୍ଜୀବ ସବୁ ସଜୀବ ହେଇଗଲେ ଏବଂ ବନ୍ଦିଶାଳାରେ ସଜୀବ ମାନେ ନିର୍ଜୀବ ହେଇଗଲେ। ପ୍ରହରୀ ମାନେ ନିର୍ଜୀବ ହେଇକିରି ଶୋଇପଡ଼ିଲେ, ତାଙ୍କର ଆଉ ଜ୍ଞାନ ନାହିଁ। ଏଇଭଳି ବିଚିତ୍ର କଥା ଘଟିଲା, ସୁନ୍ଦର କଥା ଘଟିଲା ଭଗବାନଙ୍କର ଜନ୍ମ ସମୟରେ। କିନ୍ତୁ ବର୍ତ୍ତମାନ ଅସୁର ମାନଙ୍କ ଜନ୍ମ ସମୟରେ ଦେଖନ୍ତୁ କେମିତି ଅଛି। ଘୋର ଉତ୍ପାତ ଭୟଙ୍କର ଦେଖି କମ୍ପିଲେ ସୁର ନର। ବାତ୍ୟା, ମହାବାତ୍ୟା, ଅନେଶ୍ୱତ ବାତ୍ୟା ଭଳି ଆପଣ ସମସ୍ତଙ୍କୁ ଅନୁଭବ କରିଛନ୍ତି। ମୁଁ ନିଜେ ଗୋପାଳପୁରରେ ବାତ୍ୟାକୁ ଅନୁଭବ କରିଛି। 3-4 ଘଣ୍ଟା ସେ ବାତ୍ୟା ସହିତ ଆମେ ଯୁଦ୍ଧ କରିଛୁ ନିଜକୁ ବଞ୍ଚେଇବା ପାଇଁ। ହେଲେ ସେମିତି ସମସ୍ତେ ଚଳ ଅଚଳ ସଙ୍ଗେ ମହି କମ୍ପିଲେ ମହାଭୟ ପାଇ। ଭୂମିକମ୍ପ ହେଲେ ଯେମିତି ସମସ୍ତ ସାରା ପୃଥିବୀରେ କମ୍ପମାନ ହୁଏ, ସେଭଳି ସମଗ୍ର ପୃଥିବୀ କମ୍ପମାନ ହେଲା। ଏବଂ ଏଇ ଯୋଉ ଅଗ୍ନିର ସଂଯୋଗ, ଅଗ୍ନି ଅନଳ ସଂଯୋଗ, ଦେହ ପୋଡ଼ିଗଲା ଭଳି ଲାଗୁଛି। ଏମିତି ଗରମ ପବନ ବହୁଛି, ସେ ଗରମ ପବନରେ ଦେହ ପୋଡ଼ିଗଲା ଭଳି ଲାଗୁଛି। ସେ ଦିଶନ୍ତି ଅନଳ ସଂଯୋଗେ ଏବଂ ଉଲ୍କାପାତ ହଉଛି, ଧୂମକେତୁପାତ ହଉଛି। ଏ ସବୁ ଗୁଡାକ ଭୟ ଜାତ କରୁଛି ମନୁଷ୍ୟ ପାଖରେ। କର୍କଶେ ବହଇ ପବନ, ବାତ୍ୟା ପବନ ବହୁଛି, ଉଚ୍ଚେ ଶୁଭଇ ଘୋର ସ୍ୱନ। ଘୋର ପ୍ରଚଣ୍ଡ ବାତାବଳେ ବୃକ୍ଷ ଉଡ଼ିଲେ ଅନ୍ତରାଳେ। ଧୂଳି ପୁରିଲା 10 ଦିଶେ ନିବିଡ଼ ଅନ୍ଧାର ପ୍ରକାଶେ। ଉଚ୍ଚେ ହସିଲା ପ୍ରାୟ ହୋଇ ତଡ଼ିତ ମେଘେ ଆଚ୍ଛାଦଇ। ଏ ସବୁ ଗୁଡ଼ାକ ଆପଣ ମହାବାତ୍ୟା ସମୟର ଦୃଶ୍ୟ ଏଠି ବର୍ଣ୍ଣନା କରାହେଇଛି। ଗଛ ଉପୁଡ଼ି ଅନ୍ତରାଳରେ ବୁଲୁଛି। କୋଉ ଘର ସବୁ ଟିଣ ଗୁଡ଼ାକ ଆସି ବାହାରେ ବୁଲୁଛି। ଆପଣ ଯଦି ସେଇ ସମୟରେ କିଏ ଘର ଭିତରେ ରହି ଝରକା ବାଟେ ସେ ଦୃଶ୍ୟ ଦେଖିପାରୁଥିବେ,
ଏବଂ ତା ପରବର୍ତ୍ତୀ ଦୃଶ୍ୟ ତ ଆମେ ଯାଇ ଦେଖିପାରିଲୁ ସହଜରେ, କିନ୍ତୁ ସେଇ ସମୟର ଦୃଶ୍ୟ ଆମେ ଦେଖିବା ଅସମ୍ଭବ। ଆଉ ନିଜ ଜୀବନକୁ ରକ୍ଷା କରିବା ପାଇଁ ଆମେ କୌଣସି ଗୋଟେ କୋଣ ଭିତରେ ରହିଗଲୁ, ଏବଂ ସେଇଠି ଗଲା ଅନ୍ଧାର, ନିବିଡ଼ ଅନ୍ଧାର, ଏବଂ ଧୂଳି ପୁରିଲା 10 ଦିଶେ, ନିବିଡ଼ ଅନ୍ଧାର ପ୍ରକାଶେ, ଉଚ୍ଚେ ହସିଲା ପ୍ରାୟ ହୋଇ, ତଡ଼ିତ ମେଘେ ଆଛା ଦଇ। ତଡ଼ିତ ବିଜୁଳି, ମେଘରେ ବିଜୁଳି ଦେଖାଯାଉଛି। ଗଗନେ ଯେତେ ଜ୍ୟୋତି ଥିଲେ, ଘୋର ତିମିରେ ନ ଦିଶିଲେ। ଜ୍ୟୋତିଷ୍କ ମାନେ ଏଇ ଯୋଉ ଘୋର ତିମିର ଅନ୍ଧକାର ହେଇଗଲା, ମେଘ ଘୋଡେଇ ଦେଲା, ଏବଂ ସେ ମୁଖରେ ଆଉ ସେମାନେ ଦେଖିଲେନି, ଦିଶିଲେ ନାହିଁ। ଗଗନେ ନ ଦିଶ ଏଇ ପଥ ତମ, ଆକାଶ କଲା ଗ୍ରସ୍ତ, ସମୁଦ୍ର ଗର୍ଜିଲା ତରଙ୍ଗେ, କ୍ଷିଭୂତ ମକରାଦି ସଙ୍ଗେ, ନଦୀରୁ ଜଳ ଶୁଖିଗଲା, ନିବିଡ଼ ପଙ୍କ ପ୍ରକାଶ ହେଲା। ଦେଖନ୍ତୁ ଏ ସବୁ ଗୋଟେ ଗୋଟେ ବର୍ଣ୍ଣନା ସମୁଦ୍ରର ଭୀଷଣ ଗର୍ଜନ, ଏବଂ ଯେଉଁମାନେ ସମୁଦ୍ର ପାଖରେ ସେଇ ସମୟରେ ଥିବେ ଦେଖିବେ ଅତି ଭୟଙ୍କର ଶବ୍ଦ, ଯେ କେତେବେଳେ ଆସି ଆମକୁ ସେ ଜଳ ଗ୍ରାସ କରିବ। ଆମର ସେଇଭଳି ଯେ 30 ଫୁଟ ଉଚ୍ଚ ଉଠିଗଲା ମହାବାତ୍ୟା ସମୟରେ ଜଳ, ମାନେ ଯେଉଁମାନେ ଦ୍ୱିତୀୟ ମହଲାରେ ଥିଲେ, ଦ୍ୱିତୀୟ ମହଲାରେ ଯାଇ ତୃତୀୟ ମହଲା ପର୍ଯ୍ୟନ୍ତ ଜଳ ଗ୍ରାସ କରିଦେଲା। ପାରାଦ୍ୱୀପ ଇତ୍ୟାଦି ଅଞ୍ଚଳରେ, ଗୋପାଳପୁରରେ ଜଳ ସେତେ ଉଠି ନାହିଁ, ସେ କେବଳ ସେ ରୋଡ ପର୍ଯ୍ୟନ୍ତ ଉଠିଛି, କି 10-15 ଫୁଟ ଉଠିଥିବ, ଆଉ ଘର ଭିତରକୁ ଆସିନାହିଁ। କିନ୍ତୁ ଗୋପାଳପୁରରେ ପବନର ମାତ୍ରା ବହୁତ ବେଶୀ। ସମୁଦ୍ର ଗର୍ଜିଲା ତରଙ୍ଗେ, କ୍ଷିଭୂତ ମକରାଦି ସଙ୍ଗେ, ନଦୀରୁ ଜଳ ଶୁଖିଗଲା। ନଦୀରୁ ଜଳ ଶୁଖିଗଲା କାହିଁକି ନା, ସମୁଦ୍ରରେ ଯେତେବେଳେ ଜୁଆର, ଯେତେ ଜୋରରେ ଜୁଆର ହବ, ସେତେ ଜୋରରେ ଘଟା ବି ମାନେ ଘଟିଯିବ, ପଛକୁ ସେ ଚାଲିଯିବ। ଜୁଆର ଭଟା ବୋଲି ତାକୁ କୁହନ୍ତି, ଭଟା ବି ସେତେ ଜୋର ହବ, ମାନେ ପାଣି ଆସିଲା ପଶିଲା ବାହାରକୁ, ଏବଂ ପାଣି ସବୁ ଝିକି ନେଇଗଲା। ନଦୀର ଯେତେ ପାଣି ଥିଲା, ନଦୀର ପାଣି ସବୁ ଶୁଖିଗଲା। ଜୁଆର ଭଟା ସମୟରେ ଏଇ କଥା ହୁଏ। ଏବଂ ଜୁଆର ଭଟାକୁ ଆପଣ ଯଦି କେବେ ଯାଇଥିବେ, ସାଗର ସଙ୍ଗମ ଯୋଉଠି କପିଳ ମୁନି ଅଛନ୍ତି, ସେଇ ପାଖରେ ମକର ସଂକ୍ରାନ୍ତି ଦିନ ସ୍ନାନ ହୁଏ। ସେଠି ସମୁଦ୍ର ବହୁତ ଦୂରକୁ ପଳେଇଥିବ, ଆପଣ ଠିକ ସମୟରେ ଚଞ୍ଚଳ ଯଦି ନଗାଧେଇବେ, କେତେବେଳେ ସମୁଦ୍ର ମାଡି ଆସିବ, ବସେଇ ନେଇଯିବ। ସେଇଠି ଗୋଟେ ଅତି ବିଚିତ୍ର କଥା, ଗୋପାଳପୁର କିମ୍ବା ପୁରୀରେ ଏଇ କଥା ଦେଖି ନାହିଁ, ସେ ସାଗର ସଙ୍ଗମ ମେଳାରେ ସେଇଠି ଏଇ ଜିନିଷ ଘଟେ। ସମୁଦ୍ର ଗର୍ଜିଲା ତରଙ୍ଗେ, କ୍ଷିଭୂତ ମକରାଦି ସଙ୍ଗେ, ନଦୀରୁ ଜଳ ଶୁଖିଗଲା, ନିବିଡ଼ ପଙ୍କ ପ୍ରକାଶ ହେଲା। ଆକାଶେ ଚନ୍ଦ୍ର ଦିବାକର, ମଣ୍ଡଳେ ଦିଶନ୍ତି ଧୂସର, ବିନା ମେଘରେ ନିର୍ଘାତ ହୋଇଲା ଘୋର ବଜ୍ରପାତ। ଘଡଘଡି, ଚଡଚଡି ଯୋଉ ବଜ୍ରପାତ ଏସବୁ ହଉଛି, ଏବଂ ନିର୍ଘାତେ ରଥ ଘୋଷ ବିଳେ, ଗର୍ଜିଲେ ଯେନେ ଅନ୍ତରାଳେ, ଫେରବ ଗଣ ପର୍ବ ପୂର୍ବ ମୁଖେ, ନାଦ କରନ୍ତି ଅତି ଦୁଃଖେ। ମାନେ ସର୍ପମାନେ ଯୋଉ ଥିଲେ, ସେମାନେ ସବୁ ବିଳା ଭିତରେ ପଶିଗଲେ, ଏବଂ ବିଭିନ୍ନ ପ୍ରକାର ଶବ୍ଦ ଦେଖି ଯୋଉ ବିଲୁଆ ମାନେ ପୂର୍ବ ଆଡେ ମୁହଁ କରି ନାଦ କରନ୍ତି ଅତି ଦୁଃଖେ। କରନ୍ତି ଅତି ଘୋର ସ୍ୱନ, ତୁଣ୍ଡକି କଲେ ଜଳେ ହୁତାସନ, ଶୃଗାଳ ଉଲୁକ ହୁଙ୍କାରେ, ନାଦ କରନ୍ତି ଅତି କରେ। ଯୁଧିଷ୍ଠିର ମହାରାଜ ଏଇ କଥା ଅର୍ଜୁନକୁ ପଚାରୁଛନ୍ତି, ଅର୍ଜୁନ ଏଇ ଯୋଉ ବିଲୁଆ ଗୁଡାକ ମତେ ଅନେଇକିରି ବୋବଉଛନ୍ତି, ଏବଂ ତାଙ୍କର ପାଟିରୁ ସବୁ ନିଆଁ ବାହାରିଲା ଭଳିଆ ଦୁଶୁଛି, ଏବଂ ତାର ଆଖି ସବୁ ଜଳିଲା ଭଳିଆ ଦୁଶୁଛି। ଯୁଧିଷ୍ଠିରଙ୍କୁ ସେ ସ୍ୱପ୍ନ, ମାନେ ଖରାପ ସ୍ୱପ୍ନ ସବୁ ଦେଖାଗଲା। ଯେତେବେଳେ ଭଗବାନ ଚାଲି ଯାଇଛନ୍ତି ଧାମ ତ୍ୟାଗ କରି, ଅର୍ଜୁନ ଆସି ପହଞ୍ଚିଛନ୍ତି, ଏବଂ ଅର୍ଜୁନ ଅବଶ୍ୟ ହେଇଯାଇଛନ୍ତି, ତାଙ୍କ ହାତରେ ଗାଣ୍ଡୀବ ଧରିବାର ସାମର୍ଥ୍ୟ ବି ନାହିଁ, ଏବଂ ସେ କିଛି କହିପାରୁନାହାନ୍ତି। ଯୁଧିଷ୍ଠିର ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି, ସେଇ ସମୟରେ ମଧ୍ୟ ଏଭଳି ଖରାପ ଶକୁନ ସବୁ ଦେଖାଯାଇଛି। ଗର୍ଦ୍ଧବ ମାନେ ରଡି ଛାଡୁଛନ୍ତି, ଗର୍ଦ୍ଧବ ସଙ୍ଗେ ଶ୍ୱାନେ ମିଳେ, କାନ୍ଦନ୍ତି ଉର୍ଦ୍ଧେ ମୁଖ ତୋଳେ, ବୃକ୍ଷ ପଡନ୍ତି ପକ୍ଷୀ ଗଣେ, ଅରଣ୍ୟ ପଶୁ ଘୋର ଶୋନେ, ମୂତ୍ର ପୁରୁଷ ଉତ୍ସର୍ଗନ୍ତି, ରାସ ଭସନେ ମହାଭନ୍ତେ। ଗର୍ଦ୍ଧ ମାନେ ମଧ୍ୟ ସେଭଳିଆ ପାଟି କରୁଛନ୍ତି, ଏବଂ ଗାଈମାନେ ଆଉ ଦୁଧ ଦେଉନାହାନ୍ତି, ଗାବ ଦୁହନ୍ତେ ରକ୍ତ ସ୍ରବେ, ଗଗନ ଘୋର ନାଦ ଶୁଭେ, ଆକାଶେ ପୁରେ ମେଘମାଳ, ପୂଜ ବରସନ୍ତି ଗହଳ, ଲିଙ୍ଗେ କାନ୍ଦନ୍ତି ଶକ୍ତି ଯୁକ୍ତେ, ବୃକ୍ଷ ପଡନ୍ତି ବିନା ବାତେ। ମାନେ ଯୋଉ ସମୟରେ ବିତ୍ପାତ ଘଟେ, ସେତେବେଳେ ଏଭଳି ଯୋଉ ଦେବତା ମାନଙ୍କର ଯୋଉ ମୂର୍ତ୍ତି ପୂଜା ଆମେ କରୁଥିବା, ସେ ମୂର୍ତ୍ତି ମାନଙ୍କ ଆଖିରୁ ଲୁହ ବହେ। ଏଇଟା ଆପଣ ମାନେ ଯୋଉମାନେ ପ୍ରକୃତ ପୂଜକ ସେବକ, ସେମାନେ ସେଟା ଅନୁଭବ କରିପାରିବେ, ଯେ ଏଇଭଳି ଖରାପ ସମୟ ଆସିଲେ ସେଇ ଦେବତା ମାନଙ୍କର ମୂର୍ତ୍ତିରୁ ମଧ୍ୟ ଆଖିରୁ ଲୁହ ବହେ। ଏବଂ ସେଇ କଥା ରାବଣର ବି ହେଇଥିଲା, ରାବଣର ଶେଷ ସମୟରେ ସେ ଯୋଉ ରଖିଥିଲା ମୂର୍ତ୍ତି, ସେ ମୂର୍ତ୍ତି ମାନଙ୍କର ଆଖିରୁ ଲୁହ ବହିଥିଲା। ତାକୁ ପୂଜା କରୁଥିଲେ ରାବଣ ନା,
ରାବଣ ଶେଷ ସମୟ ଆସିଲା। এইଭଳି ଏଠି ମଧ୍ୟ ସେଇ କଥା କହିଲେ, ଲିଙ୍ଗେ କାନ୍ତନ୍ତି ଶକ୍ତି ଯୁଗେ ବୋଲେ ଦେବଦେବୀ ମାନେ ପ୍ରତିମା ମାନେ କ୍ରନ୍ଦନ କଲେ। ଆକାଶେ ଗ୍ରହ ଗଣ ମିଳେ ଶୂନ୍ୟ ନାଚନ୍ତି ତାରା ଭଳି, ଗ୍ରହେ କରନ୍ତି ଘୋର ରଣ ପ୍ରହାର ଦେଶେ ଅଗ୍ନି କଣ, ଉତ୍ପାତ ଦେଖି ଗୁରୁତରେ ପ୍ରଜାଏ କମ୍ପିଲେ ନିର୍ଭରେ, ସନକ ଆଦି ଚାରି ଭାଇ ବିନା ନ ଜାଣେ ତତ୍ଵ କେହି। ଦେଖନ୍ତୁ ଏଇ ଯେତେ ଗୁଡେ ଅଘଟଣ ଘଟୁଛି ସମସ୍ତେ ସେଥିରେ ବ୍ୟତିବ୍ୟସ୍ତ ହେଇ ପଡୁଛନ୍ତି, କାହାର ମନରେ ଶାନ୍ତି ନାହିଁ। ସମସ୍ତେ ଚାହୁଁଛନ୍ତି ସେଥିରୁ ଉଦ୍ଧାର ପାଇବା ପାଇଁ। ଗ୍ରହମାନେ ମଧ୍ୟ ଘୋର ରଣ କରୁଛନ୍ତି ଏବଂ ଶୂନ୍ୟରେ ଯେଉଁମାନେ ତାରା ଭଳି ଥିଲେ ସେମାନେ ମଧ୍ୟ ମେଘ ଦ୍ୱାରା ଆଚ୍ଛନ୍ନ ହେଇଯାଇ ସେମାନେ ନିଷ୍ପ୍ରଭ ହେଇଯାଆନ୍ତି। ଏବଂ ଏହି ଦେଖି ଉତ୍ପାତ ଦେଖି ଗୁରୁତ୍ୱରେ ପ୍ରଜା କମ୍ପିଲେ ନିର୍ଭରେ। ସମସ୍ତେ ଶରୀର କମ୍ପମାନ, ହେ ଭଗବାନ ଆମକୁ ରକ୍ଷା କର, ଏଇ ଯେଉଁ ବିପର୍ଯ୍ୟୟ ଘଟୁଛି ସେଇ ବିପର୍ଯ୍ୟୟରୁ ଆମକୁ ରକ୍ଷା କର, ତୁମେ ହିଁ ରକ୍ଷା କରିପାରିବ, ତୁମେ ହିଁ ଚାହିଁଲେ ଆମର ଏସବୁ ଶାନ୍ତ ହେବ, ଆଉ କେହି ରଖିପାରିବେ ନାହିଁ, ତୁମେ ହେଉଛ ତାର ମୂଳ କାରଣ। ତେଣୁ ତମ ପାଖରେ ଆମେ ଶରଣାପନ୍ନ ହଉଛୁ। କିନ୍ତୁ ସନକାଦି ଚାରି ଭାଇ ଏସବୁ ଗୁଡାକ ଜାଣିଥିଲେ ଯେ ଯୋଉ ଜୟ ବିଜୟକୁ ଆମେ ଅଭିଶାପ ଦେଇଛୁ ସେଇ ଜୟ ବିଜୟ ବର୍ତ୍ତମାନ ଭୟଙ୍କର ଅସୁର ରୂପରେ ଜନ୍ମଗ୍ରହଣ କରୁଛନ୍ତି। ଏଣୁ ଏହି ପୃଥିବୀକୁ ସେମାନେ ଜନ୍ମ ହେବା ପରେ ଯେଉଁମାନେ ଯେଉଁଭଳି କଷ୍ଟ ଦେବେ ସେଇ କଷ୍ଟର ବର୍ତ୍ତମାନ ଉପକ୍ରମ ଦେଖାଯାଉଛି, ସେଇ କଷ୍ଟର ସୂଚନା ଦେଖାଯାଉଛି, ସେଇ କଷ୍ଟ ପ୍ରାରମ୍ଭଟାକୁ ସମସ୍ତେ ଅନୁଭବ କରୁଛନ୍ତି ବୋଲି ସେମାନେ ସେ କଥା କହିଲେ। ବିଶ୍ୱ ସଂସାର ମହାତ୍ରାସେ ସୃଷ୍ଟି ପ୍ରଳୟ ପ୍ରାୟ ଦିଶେ, ମତେ କଶ୍ୟପ ଭୁବନେ ପୁତ୍ରେ ବଢନ୍ତି ଦିନେ ଦିନେ, ସ୍ୱଭାବେ କକର୍ଷ ଶରୀର ଦିଶନ୍ତି ମହାଭୟଙ୍କର, ପର୍ବତ ପ୍ରାୟ ଦିନେ ଦିନେ ବଢିଲେ କଶ୍ୟପ ଭୁବନେ, ଶିର କିରୀଟ ହେମମୟେ ଉଚ୍ଚେ ଗଗନ ଛୁଏ, ରବେକି ଜେଣି କଟି ମାଝେ ସୁବର୍ଣ୍ଣ ବେଖଳା ବିରାଜେ, ଅଙ୍ଗଦ ଆଦି ଶୋଏ ହସ୍ତେ ନିତ୍ୟ ଧାବନ୍ତି ଶୂନ୍ୟ ପଥେ, ଗୃହେ ଚାଲନ୍ତେ ଘୋର ନାଦେ ମହିକମ୍ପ ବାଜି ପାଦେ। ତାଙ୍କର ଅତି ଜୋରରେ ସେମାନଙ୍କର ଶରୀର ବର୍ଦ୍ଧନ ହେଲା, ପର୍ବତ ଭଳିଆ ସେମାନଙ୍କର ଶରୀର ଆକାର, ସେମାନଙ୍କର ଆକାରର ତୁଳନା ନାହିଁ। ଯେଉଁ ସେମାନେ ଭଗବାନଙ୍କର ଖାସ୍ ଲୋକ ଆସିଛନ୍ତି ଏଇଠିକି, ସେମିତି ପ୍ରବଳ ପ୍ରତାପୀ ଅସୁର ଭାବରେ ସେମାନେ ଜନ୍ମ ନେଲେ ଏବଂ ତାଙ୍କର ସୁବର୍ଣ୍ଣ କିରଟି ସେ ଆକାଶକୁ ଗଗନକୁ ଛୁଇଁବା ଭଳି ତାଙ୍କର ଉଚ୍ଚ କିରଟି ହେଉଛି ଆକାଶରେ କୁ ସ୍ପର୍ଶ କରୁଛି ଏବଂ ରବିକି ଜେଣି କଟି ମାଝେ ସୁବର୍ଣ୍ଣ ମେଖଳା ବିରାଜେ, ଅଣ୍ଟାରେ ଯେଉଁ ଅଣ୍ଟା ସୂତା ପିନ୍ଧିଛନ୍ତି ସେ ସୂର୍ଯ୍ୟଙ୍କର କିରଣ ଠାରୁ ମଧ୍ୟ ଅଧିକ ବଳି ଯାଉଛି ଏବଂ ହାତରେ ବାଜୁବନ୍ଧ ଏବଂ ସୁନାର ଛାଉଣି ଚାରିଆଡ଼େ ସେ ତ ହିରଣ୍ୟାକ୍ଷ ଏବଂ ସେ ହିରଣ୍ୟ କଶ୍ୟପ ତାଙ୍କ ଦେହରେ ସୁନାର ଛାଉଣି ହେଇଯାଇଛି ଏବଂ ସେମାନେ ଚାଲିଲା ବେଳେ ଚାଲନ୍ତିନି, ଖାଲି ଧାଆନ୍ତି, ଦୌଡ଼ନ୍ତି। ଅଙ୍ଗଦ ଆଦି ଶହେ ହସ୍ତେ ନିତ୍ୟ ଧାବନ୍ତି ଶୂନ୍ୟ ପଥେ, ଗୃହେ ଚାଲନ୍ତେ ଘୋର ନାଦେ ମହିକମ୍ପ ବଳିଏ ବାଜି ପାଦେ, ଏମନ୍ତ ପୁତ୍ରଙ୍କର ଗତି ଦେଖି କଶ୍ୟପ ପ୍ରଜାପତି, ନାମକରଣ ହୋମ କଲା ବେନି ପୁତ୍ରଙ୍କ ନାମ ଦେଲା, ବଜ୍ରକଣ୍ଠିନ ଦେଖି ବପୁ ବୋଇଲା ହିରଣ୍ୟ କଶ୍ୟପୁ। ତାର ବଜ୍ରକଠିନ ବାପୁ ଶରୀର ଦେଖି ତାକୁ ହିରଣ୍ୟ କଶ୍ୟପ ନାଁ ଦେଲେ ଏବଂ ସାନକୁ ଦେଲେ ହିରଣ୍ୟାକ୍ଷ। ଆମେ ଆ ଉପରେ ଟିକେ ଯଦି ଆଲୋଚନା କରିବା କିଏ ବଡ଼ କିଏ ସାନ, ହିରଣ୍ୟାକ୍ଷ ପ୍ରଥମେ ଜନ୍ମ ହେଇଛି, ହିରଣ୍ୟ କଶ୍ୟପ ପରେ ଜନ୍ମ ହେଲା, ଦ୍ୱିତୀୟରେ ଜନ୍ମ ହେଲା, କିନ୍ତୁ ହିରଣ୍ୟ କଶ୍ୟପ ହେଲା ବଡ଼, ହିରଣ୍ୟାକ୍ଷ ହେଲା ସାନ। ତାକୁ କାହିଁକି ସେଇଠି ଭଳି କରାଗଲା ନା ଯେତେବେଳେ ରଜବୀର୍ଯ୍ୟର ସଙ୍ଗମ ହୁଏ ସେତେବେଳେ ଆଗ ଯୋଉଟା ସଙ୍ଗମ ହେଇ ସାରିଛି ସିଏ ରହିଗଲା ପଛରେ, ପଛରେ ଯୋଉଟା ହେଲା ସିଏ ରହିଗଲା ଆଗରେ। ଇଏ ଆଗରେ ରହିବାଟା ଆଗ ଜନ୍ମ ହେଇଗଲା, ପଛରେ ରହିବାଟା ଯଦିଓ ଆଗ ସେ ଜନ୍ମ ହେଇ ମାନେ ଇଏ ସହିତ ଡିମ୍ବ ଆମର ଡିମ୍ବକ ସହିତ ଯୋଉ ଶୁକ୍ରାଣୁ ମିଶି ଡିମ୍ବକ ହେଇଛି, ପ୍ରଥମ ଡିମ୍ବକ ପରେ ଜନ୍ମ ହେଲା, ଦ୍ୱିତୀୟ ଡିମ୍ବକଟା ଆଗ ଜନ୍ମ ହେଇଗଲା, କିନ୍ତୁ ପ୍ରଥମ ଡିମ୍ବକ ହେଲା ବଡ଼, ଦ୍ୱିତୀୟଟା ହେଲା ସାନ। ସେଥିପାଇଁ ଆଗ ଯଦିଓ ହିରଣ୍ୟାକ୍ଷ ଜନ୍ମ ହେଇଛି କିନ୍ତୁ ହିରଣ୍ୟ କଶ୍ୟପ ପରେ ଜନ୍ମ ହେଲା ମଧ୍ୟ ହିରଣ୍ୟ କଶ୍ୟପକୁ ବଡ଼ ଭାଇର ମର୍ଯ୍ୟାଦା ଦିଆଗଲା, ସେ ବଡ଼ ଇଏ ସାନ। ତାପରେ ଆମର ବହୁତ କଥା ଅଛି,
ଯେ ट्विन सब जन्म केमती हुअନ୍ତି विज्ञान ता विषय बहुत कथा कहे आम से सब आलोचना करवा नहीं कि जहाँ हिरण्यकश्यप है बड़ और हिरण्याक्ष है सान दिन को दिन महाबाप बढ़ला हिरण्यकश्यप तपे ब्रह्मा को तोष कला स्वभाव तेज अनर्गला देखो हिरण्यकश्यप बसीगला तपस्या हिरण्यकश्यप तपस्या बसी ब्रह्मा को संतोष कला एमाने सब विष्णुकर तपस्या करते असुर माने कारण से माने जो वर मागिबे विष्णु केबे तांको से वर देबे नहीं ब्रह्मा और शिव यही मानकर असुर माने ब्रह्मांकर तपस्या करती ना शिवंकर तपस्या करती विष्णुकर तपस्या करती नहीं एवं विष्णु को साधारणतः से शत्रु भाव में धरि था कारण यही ब्रह्मा तांको वर दे अति बलशाली कर दियंती कि शिव वर दे अत्यंत बलशाली कर दियंती एवं शेष में विष्णु ही आसी अवतार ग्रहण करी तांको मारिबा को हुए एणु ये हिरण्यकश्यप तपे ब्रह्मा को तोष कला स्वभाव तेज अनर्गला गदा बोले महार से बेगे धाइला तोष दिशे देखी ता हार दष्टपण भय कंपिले देवगण बेगे मिले तार पासे खटिले जीवन आसे सी कौन वर मागी आम तो सप्तम अध्याय आड़े जो प्रहलाद कथा पढ़ा से आम हिरण्यकश्यप कथा पढ़ा तथापि सामान्य आलोचना करदेवा ब्रह्मा को से वर मागिला मत एमती वर दब जे मु दिन में मरबी ना कि राति मरबी ना मु घरे मरबी ना कि बाहर मरबी ना मु मनुष्य हाथ में मरबी ना कि कौन पशु पक्षी पशु हाथ में मरबी ना मु तले मरबी ना कि मु ऊपर मरबी ना एमती बहुत को वर मागिदेला बोला एमती आ कौन अच्छे संभव जे मत मार दिन ना राति ना कौटा अच्छी दिन में मरबी कि राति मरबी ना मनुष्य द्वारा मरबी नहीं कि पशु पक्षी द्वारा पशु कौन से आकार द्वारा मरबी नहीं जीव द्वारा मरबी नहीं किंतु जो कारणटा से अच्छी भगवान सी सब गुड़ाक करवा जिनस को करणीय को अकरणीय भी कर दियंती से आसी हिरण्यकश्यप रूप नृसिंह रूप नृसिंह मनुष्य रूपे नुहे कि पशु नुहति जीव नुहति किसी नुहति से गोटे मिश्रण नूतन रूप गोटे निजे सृष्टि कले अति भयंकर रूप हिरण्यकश्यप को मारे आपण मैंने धैर्य धरत आम सप्तम स्कंद ये आसो प्रहलाद कथा आम पढ़ा एटी मत आगु माँ जो व्यतीत हेले दीति माँ कश्यप महाऋषि कहते ऋषि कहले तोर एबे सिना ये माने अति भयंकर असुर पुओ जन्म हे कि तोर नाती गोटे जन्म हम अति भगवान पूर्ण माने भक्त एवं ए माने भगवान के हाथ में मरवे दीतिमा बड़ भय थिला जे ब्राह्मण सापर तो एमाने आसे असुर जन्म पाइले एमाने जदि कौन से ब्राह्मण को हैरान करेंगे से ब्राह्मण मान जदि अधिक शाप देदेवे से माने ना मरबे ना बंचे ये से ब्राह्मण शाप को बहुत डर था किंतु हिरण्यकश्यप महाराज अति सुंदर भाव में कहीदे ना ना से ब्राह्मण अभिशाप पड़े ना भगवान द्वारा से उद्धार करा जीवो एवं तोर नातीटे हम भगवान भक्त से दीतिमा खुशी होता तार अनुज हिरण्याक्ष गदा समरे महादक्ष ज्येष्ठ भ्रातार प्रिय कारे युद्धे बोल ए गदा धरे बड़े पशिला स्वर्गपुरे सुवर्ण नुपुर पୟରେ चलते ऋणु झुणु बाजे कुमसुम माला गले साजे कंधे पकाए गदावर किय बाज पटांतर तार गमन अति बेगे अति उत्कट मत गर्भे देखी पलांति रूपुजुद्धे निर्भय भ्रमर भ्रमई जगते देवे ताहार रूप देखी भाजिले त्रिदिव उपेक्षी आकाश तेजी देवगणे भय लुचिले घोर रणे देखु हिरण्यकश्यप तो यही कथा है हिरण्यकश्यप तो समस्ते डरिले एवं से त्रिभुवन विजयी है रजा है सम्राट तार भाई जो थिला हिरण्याक्ष सी भाईर कथा शुणुए भाई को खूब मानु थाए
ଏବଂ ସିଏ ବଡ଼ ଭାଇ ଏ ଛୋଟ ଭାଇ ଗଦା ଧରି ସେ ସବୁଆଡ଼େ ବୁଲୁଥାଏ। ତାକୁ ଯୋଉଠି ଯିଏ ଦେଖିଲେ ଡରିବ। ଦିନକର କଥା ସେ ଗଦା ଧରି ଯାଇ ପହଞ୍ଚିଗଲା ସ୍ୱର୍ଗପୁରରେ। ମର୍ତ୍ତ୍ୟରୁ ସ୍ୱର୍ଗପୁର ଯାଇ ପହଞ୍ଚିଗଲା। ସ୍ୱର୍ଗପୁର ପହଞ୍ଚିଲା ବେଳେ ଦେବତା ମାନେ ଯେ ଯୁଆଡ଼େ ଡରିକିରି ପଳେଇଲେ। ଦେଖିଲା ସ୍ୱର୍ଗ ଖାଲି ଅଛି, ଇନ୍ଦ୍ରପୁର ଖାଲି ଅଛି। ଚାରିଆଡ଼େ ବୁଲିଲା, କହିଲା ମୁଁ ଏଥର ରାଜା। ଦେଖ ଏଇ ନେତ୍ର ଯାହା ଚଉଦିଗର ସେ ସର୍ବର ଅଟଇ ମୁଁ ଅଧୀଶ୍ୱର। ମୁଁ ଅଧୀଶ୍ୱର ଦେବତା ମାନଙ୍କ ଭିତରେ। ଯେମିତିରେ କି ସେ ବହିମଣ୍ଡଳେ ନାହିଁ ଏମନ୍ତ ଜନ, ମୋ ଅଧିକାର କରିବ ରଣ। ମୋ ସାଙ୍ଗରେ କିଏ ରଣ କରିବ? ଏଠି ସମଗ୍ର ଏଇ ସ୍ୱର୍ଗପୁର ପଡ଼ିଛି। ଟିକେ ବସି ପଡ଼ିଲା ଇନ୍ଦ୍ର ଆସନରେ, ଆନନ୍ଦ ଲାଗିଲା। କେହି ନାହାନ୍ତି, ଆଉ ତାର ସେଇ ଆନନ୍ଦ ନିରାନନ୍ଦ ହେଇଗଲା। ଆଉ ଥରେ ପୁଣି ସ୍ୱର୍ଗ ଛାଡ଼ି ମର୍ତ୍ତ୍ୟକୁ ପଳେଇ ଆସିଲା। ଦେବତା ମାନେ ଯୋଉଠି ସେ ଲୁଚି ଗଲେ, କେହି ଆଉ ଦେଖା ଦେଇନାହାନ୍ତି। କାହାର ସାହସ ନାହିଁ ତା ସହିତ ଯୁଦ୍ଧ କରିବା ବା ତା କଥାରେ ପ୍ରତିବାଦ କରିବା ପାଇଁ। ବ୍ରହ୍ମା ତାଙ୍କୁ କହିଦେଇଛନ୍ତି ଭଗବାନ ଆସିବେ ଆମକୁ ଉଦ୍ଧାର କରିବେ। ସେତେ ପର୍ଯ୍ୟନ୍ତ ତମେ ସବୁ ଅପେକ୍ଷା କର, ଅପେକ୍ଷା କର। ବ୍ରହ୍ମାଙ୍କର କଥା ଶୁଣି ଦେବତା ମାନେ କହିଲେ କି ଅପେକ୍ଷା କରିବୁ? ଲୁଚି ଯିବୁ, ତାକୁ ଦେଖା ଦବୁନି। ଆମେ ଅଧିକାର କଣ ସାବ୍ୟସ୍ତ କରିବୁ? ସିଏ ଯେମିତି ଆମକୁ ଦେଖିପାରିବନି ସେଇଭଳି ସ୍ଥାନରେ ଯାଇ ଲୁଚିଗଲେ ସେମାନେ। ଇଏ ବୁଲିଲା, ଶେଷରେ କନ୍ଧେ ପକାଏ ଗଦାବର। ଦେଖନ୍ତୁ କେମିତି ବେଶ ପଡ଼ିଛି। ଚାଲନ୍ତେ ଋଣ ହୁଣୁ ଝୁଣୁ ବାଜେ, କୁସୁମ ମାଳା ଗଳେ ସାଜେ। କନ୍ଧେ ପକାଇ ଗଦାବର, କିଏ ବା ଦେବା ପଟାନ୍ତର। ତାର ଗମନ ଅତି ବେଗେ, ଅତି ଉତ୍କଟ ମର୍ତ୍ତ ଗର୍ଭେ। ଦେଖି ପଳାନ୍ତି ରିପୁଯୁଥେ, ନିର୍ଭୟ ଭ୍ରମର ଭ୍ରମଇ ଜଗତେ। ତେବେ ତାହାର ରୂପ ଦେଖି, ଭାଜିଲେ ତ୍ରିଦିବ ପେଖି। ଆକାଶ ତେଜି ଦେବଗଣେ, ଭୟେ ଲୁଚିଲେ ଘୋର ବଣେ। ଦେବତା ମାନେ ବଣରେ ଲୁଚିଗଲେ। ଆପଣ ମାନେ ଏଠି କହିବେ ଭଗବାନଙ୍କର କଣ ଇଚ୍ଛା ଥିଲା ଦେବତା ମାନଙ୍କୁ ଏମିତି ଡରାଇକିରି ବଣ ଭିତରେ ଲୁଚେଇ ଦେବା ପାଇଁ? ତାର କାରଣ ଦେବତା ମାନେ ଭାରି ଅହଙ୍କାରୀ, ଭାରି ବିଳାସୀ, ଭାରି ଈର୍ଷାପୂର୍ଣ୍ଣ। ମର୍ତ୍ତ୍ୟରେ ଯିଏ ବସିବ ତପସ୍ୟାକୁ, ତାର ତପସ୍ୟା ଭଙ୍ଗ କରିବା ପାଇଁ ଇନ୍ଦ୍ର ଆଗ ପଠେଇଦେବେ ତାଙ୍କ ପାଖରେ ଯୋଉ ସୈନ୍ୟ ସାମନ୍ତ କହିଲେ ଅପ୍ସରାଗଣ। ସେମାନେ ଭାବିବେନି ଏ କାହିଁକି ତପସ୍ୟା କରୁଛି। ବିଶ୍ୱାମିତ୍ର ତପସ୍ୟା କରୁଥିଲେ ମୁଁ ରାଜର୍ଷିରୁ ବ୍ରହ୍ମର୍ଷି ହେବି। ଇନ୍ଦ୍ର ପଦ ପାଇଁ ତାଙ୍କର ଆଦୌ ମନ ନଥିଲା। ତଥାପି ବିଶ୍ୱାମିତ୍ରଙ୍କର ତପଭଙ୍ଗ କରିବା ପାଇଁ ମେନକାକୁ ପଠେଇଦେଲେ। ମେନକା ଆସି ବିଶ୍ୱାମିତ୍ରଙ୍କର ତପଭଙ୍ଗ କଲେ। ତାଙ୍କ ଠାରୁ ଗୋଟେ ଝିଅ ଜନ୍ମ ହେଲା ଶକୁନ୍ତଳା। ବିଶ୍ୱାମିତ୍ର ଯେତେବେଳେ ଆସିଲେ ରାମ ଲକ୍ଷ୍ମଣଙ୍କୁ ନେବା ପାଇଁ ଅଯୋଧ୍ୟାକୁ, ସେତେବେଳେ ଦଶରଥ କହିଲେ ବିଶ୍ୱାମିତ୍ରଙ୍କୁ ଆଉ କିଛି ଦିନ ଏଠି ରହିଯାଅ। ବିଶ୍ୱାମିତ୍ରଙ୍କର ମନେ ପଡ଼ିଗଲା ମୋର ସାଧନା ଯଦି ବାଧା ଆସିବ, ମୋର ଥରେ ପତନ ହେଇଯାଇଛି ସାଧନାରେ, ମୁଁ ବୁଝିପାରିଲିନି, କାମ ଦ୍ୱାରା ବିଚଳିତ ହେଇଗଲି। ସେଥିପାଇଁ ଆପଣଙ୍କର ଏଠି ଯେଉଁ ସୁଖ ମିଳୁଛି, ସୁଖ ଭୋଗରେ ମୁଁ ଯଦି ରହିବି, ମୋର ପୁଣି ଆଉ ଥରେ ସାଧନା ଖସିଯିବ ତଳକୁ। ମୋର ସୁଖ ଭୋଗ ଲୋଡ଼ା ନାହିଁ, ମୋର ତ୍ୟାଗ ଲୋଡ଼ା। ମୁଁ ପୁଣି ବଣ ଭିତରକୁ ପଳେଇବି। ସେଇ କଥା ମନେ ପଡ଼ିଗଲା ତାଙ୍କର। ଥରେ ମୁଁ ପଡ଼ିଛି ଅସୁବିଧାରେ, ମୁଁ ଆଉ କେବେ ଅସୁବିଧା ଭୋଗିବି ନାହିଁ। ବଶିଷ୍ଠ ଯେତେବେଳେ ବୁଝେଇ ଦେଲେ ଦଶରଥକୁ, ଦଶରଥ ବିଶ୍ୱାମିତ୍ରଙ୍କୁ ଆଉ ରହିବା ପାଇଁ କହ ନାହିଁ। ରାମ ଲକ୍ଷ୍ମଣଙ୍କୁ ନେଇ ସେ ଚାଲିଗଲେ। ଆପଣ ତା ପରବର୍ତ୍ତୀ ସମୟ ଜାଣିଛନ୍ତି ଯେ ଏଇଭଳି ଦେବତା ମାନେ ଅନ୍ୟର ଅନିଷ୍ଟ ଚିନ୍ତା କରନ୍ତି। ଆମ ପାଇଁ ସେମାନେ ଈର୍ଷାପରାୟଣ। ଭଗବାନ ବି ସେ କଥା କହିଛନ୍ତି, ବଡ଼ ଭାଗ ମାନୁଷ ଜନ୍ମ ପାବା, ସୁର ଦୁର୍ଲଭ ଯେହି ଗ୍ରନ୍ଥ ନିଗାବା। ସୁର ଦୁର୍ଲଭ। ସେମାନେ କହୁଛନ୍ତି ମନୁଷ୍ୟ ଗୁଡ଼ା କେତେ ଭାଗ୍ୟବାନ, ଭଗବତ କଥା କେତେ ସୁନ୍ଦର ଭାବରେ କରୁଛନ୍ତି। ଏଇ ଭାଗବତ କଥା ଚାଲିଥିଲା
सुक महाराज परीक्षित को भागवत कहते देवता माने अमृत धरी आसिले इंद्र सहित इंद्र देवता इंद्र अमृत धरी आसछन्ति कहले सुक महाराज ए अमृत नियंतु परीक्षित को पान कर दियंतु एवं से भागवत रसामृत आमको दे दियंतु हसिले सुखदेव कहले देवता माने स्वार्थपर तमें आसीगल एठी आमको अमृत पान करे भागवत अमृत नवापाई कहीं तुम साधारण अमृत एवं कहीं ए भागवत रसामृत आ सहित तुम अमृत संबंध समकक्ष हम ना तमें चली जा तुम अमृत धरी से अमृत आमको दरकार नहीं एठी जो अमृत समस्ते पान करुँचे से माने सबुदिन पाई अमर हो जिवे वैकुंठ धाम जाए रहिबे तमर ये अमृत पान करी केवल स्वर्ग भोग करें एणु आमको से भोग दरकार नहीं तुम से अमृत दरकार नहीं एणु देवता माने सब स्वार्थी निजर स्वार्थ साधन करने से समस्त प्रकार उद्यम करते एणु भगवान मत तांकु भी दंड दियंती तांकु भी परीक्षा करती तांकु सब दायित्व देइचंती भगवान को डर रे से दायित्व संपूर्ण करती कठोपनिषद देखिए जम महाराज कहते नचिकेत को नचिकेता मो सहित समस्त जेते देवता अछंती से ब्रह्मंकर भय आमे कार्यरत सूर्य ठीक समय उदय एवं अस्त हुंती चंद्र ठीक समय निज काम करती समस्त देवादेवी निज निज कर्तव्य परायण है तांकरी भय रे समस्ते कार्यरत एणु तांको समस्तंकर भय एणु से देवता मानक थरे थरे डरैबा पाई से खाली भोग विलास से माने मातंती से भी दंड दबार आवश्यक पड़े असुर मान से देखले कहले से देवता माने कुआड़े गले भाजिले त्रिदिव उपेक्षी आकाश तेजी देवगणे भये लुचिले घोर बणे बणरे रुचि गले बने लुचिले देवतार दर्पे गरुड़ भये जन्ने सर्प मत एत बल दिया मु गदारे मुझे धुरंधर किए मो सहित गदा युद्ध कर भावी से पशिला समुद्र भितर एवं तार से भय जीवजंतु माने जो जलजंतु माने सब भयाकुल हो गले एवं सेठी सभय सर्वे पलाइले नदी गभीर जले से पशिले मंते वरुण भुवने बहु बरस कोप मने से विभावरी नामे पुरी ता मध्य विचरण करी भ्रमई करे गदा धरी केताको समरेव भारी तार निश्वास वायु बगे बहुत रंग जल भागे माने वरुणपुर ना हूँ विभावरीपुरी से विभावरीपुर रे वरुण रोचंदी सेठी बुलिला बुली 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 शेष जाई वरुण पाखरे पहुँचले नारायण सी आसवे अपेक्षा कर तू व्यस्त होना धैर्य से रह मो सांगे युद्ध कले तू किसी लाभ पाइबू ना हाँ माछी मारी हाथ गंधेला बेले तू कहीं बगरहड़ी गोटे छोट लोक को सांगे युद्ध कर तोर समकक्ष होती स्वयं परम ब्रह्म नारायण सी आसवे तू वीर रणे सुपंडित से रणे तुषिबत चित्त तू रण हूँ सुपंडित माने समस्त रण कौशल ज्ञान तो पाखे अच्छी एवं मो पाखे से ज्ञान नहीं एवं से नारायण भगवान तोर निज संतोष प्रदान कला भली तो सहित टक्कर दे पारे युद्ध करें सी युद्ध कौशली जड़े सी जड़े गदा युद्ध रे धुरंधर से गदाधर नाम पाई तू जो विशाल गदा धरी बोलुचु से गदा सहित समक्ष केवल नारायण को गदा हो पार एवं कह अप्रिय सत्य मत कहीदे केवल पुराण पुरुष से विष्णु करें तो से होती
ଅନାଦି ଅନନ୍ତ ପୁରାଣ ପୁରୁଷ ସବୁବେଳେ ସେ ଅଛନ୍ତି, ସବୁବେଳେ ସେ ରହିଥିବେ। ଏ ଜଗତ ସୃଷ୍ଟି ପୂର୍ବରୁ ସେ ଥିଲେ, ବର୍ତ୍ତମାନ ବି ସେ ଅଛନ୍ତି, ସୃଷ୍ଟି ପରେ ବି ରହିବେ। ଏ ସୃଷ୍ଟି ରହିବ ନାହିଁ, ତୁ ରହିବୁ ନାହିଁ, ମୁଁ ରହିବୁ ନାହିଁ, କେହି ରହିବ ନାହିଁ, ସିଏ ରହିବେ। ତେଣୁ ସେ ହେଉଛନ୍ତି ପୁରାଣ ପୁରୁଷ। ସେ ତୋତେ ମାରିବେ ସମରେ ତୁ ପୁଣି ସଂଗ୍ରାମ ହୁରେ। ତେଣୁ ତାର ଭବିଷ୍ୟତବାଣୀ ବି କହିଦେଲେ, ସେ ତୋତେ ଖାଲି ଯୁଦ୍ଧ କରିବେନି, ତୋତେ ମାରିବେ, ତୋର ମୃତ୍ୟୁ ତାଙ୍କ ହାତରେ ହବ। ଏହି କଥା ସ୍ପଷ୍ଟ ଭାବରେ ବରୁଣ ମହାରାଜ କହୁଛନ୍ତି ହିରଣ୍ୟାକ୍ଷକୁ। ଦେଖନ୍ତୁ ଆଉ ଗୋଟେ ଜିନିଷ, ଏଇଭଳି କଥା କହିଲେ ମଧ୍ୟ ହିରଣ୍ୟାକ୍ଷ ରାଗି ତାଙ୍କୁ ମାରି ନାହିଁ। ବରୁଣ ଯୋଉ କଥା କହୁଛନ୍ତି, ଆମ ଭଳି ସାଧାରଣ ବ୍ୟକ୍ତିକୁ କହିଲେ ଆମେ ରାଗିଯିବା, କ'ଣ ହବ ପଛେ ଦେଖିବା, କିନ୍ତୁ ତା ଉପରେ ଆମେ ହଠାତ୍ ରାଗି ତାକୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବା। କିନ୍ତୁ ବରୁଣ ଏତେ କଥା କହିଲେ ମଧ୍ୟ ହିରଣ୍ୟାକ୍ଷ ରାଗି ନାହିଁ, ଶାନ୍ତ ଭାବରେ ସହନ କରିଛି। କ'ଣ କହିଲେ? ତୋତେ ମାରିବେ ସେ ସମୟରେ ତୁ ପୁଣି ସଂଗ୍ରାମ ଭୂମିରେ, ବୀର ଶୟନେ ତୁ ଆନନ୍ଦେ ଶୋଇବୁ କୁକୁରଙ୍କ ମଧ୍ୟରେ। ଯେ ରଣଭୂମିରେ ଯିଏ ପ୍ରାଣତ୍ୟାଗ କରେ ସେ ସ୍ୱର୍ଗ ଆରୋହଣ କରେ, ଏବଂ ସେ ବୀର ଭଳି ଭାବରେ ସେ ମୃତ୍ୟୁବରଣ କରେ। ଭୀରୁ ଭାବରେ ନୁହେଁ, ସେ ବୀର ଭାବରେ। ଏଣୁ ତୁ ବୀର ଭାବରେ କ'ଣ କରିବୁ? ଶୋଇବୁ, ତତେ ଚାରିଆଡ଼େ କୁକୁର ଘେରେଇଥିବେ, କୁକୁରଙ୍କ ମଧ୍ୟରେ ତୁ ଶୋଇବୁ। ଏବଂ ସେ ରୂପ ବହେ ଜଗତେ ତୋହର ପ୍ରାୟ ଦୁଷ୍ଟ ଯେତେ। ସେ ଆସିବେ କାହିଁକି? ତୋ ପାଇଁ କେବଳ ଆସିବେ। ତୋ ଭଳିଆ ଯେତେ ଦୁଷ୍ଟ ଅଛନ୍ତି, ସେଇ ଦୁଷ୍ଟମାନଙ୍କୁ ଆଉ କେହି ପାରୁନାହାନ୍ତି, ତାଙ୍କୁ ବଦ୍ଧ କରିବା ପାଇଁ ସେ ଆସିବେ, ତୋ ପାଇଁ ସେ ଆସିବେ। ତୋହର ପ୍ରାୟ ଦୁଷ୍ଟ ଯେତେ ତାହାର ଗର୍ବ, ଏ ରୂପ ବହେ ଜଗତେ, ସେ ରୂପ ବହେ ଜଗତେ ତୋହର ପ୍ରାୟ ଦୁଷ୍ଟ ଯେତେ। ତାହାଙ୍କ ଗର୍ବ ଦୂର କରେ ସଂସାର ହିତେ ସେ ବି ହରେ। ହେମନ୍ତ ଅସୁରଙ୍କୁ କହି ମନେ ଚିନ୍ତଇ ଭାବ ଗ୍ରାହୀ, ସେ ହରି ଚରଣାରବିନ୍ଦେ ସୁଜନ ପ୍ରଣମ ଆନନ୍ଦେ। ତୃତୀୟ ସ୍କନ୍ଧେ ଭାଗବତ କହଇ ଦାସ ଜଗନ୍ନାଥ, ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ ସଂହିତା ତୃତୀୟ ସ୍କନ୍ଧେ ହିରଣ୍ୟାକ୍ଷ ବିଜୟ ସପ୍ତଦଶ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ। ଅଷ୍ଟାଦଶୋଧ୍ୟାୟ ହିରଣ୍ୟାକ୍ଷରଣ 18 ଅଧ୍ୟାୟରେ ବ୍ୟାଖ୍ୟାନ। ଯୁଗଳ କୃଷ୍ଣ ବା ଆମେ ଯାହା କହୁଛେ ଯାମଳା କୃଷ୍ଣ ଉପରେ ଜଣେ ଲେଖିଲେ, ବୃନ୍ଦାବନରେ ଶ୍ରୀ କୃଷ୍ଣ 2 ଜଣ କୃଷ୍ଣ ଜନ୍ମ ହେଇଥିଲେ, ଏବଂ ଏକା ସାଙ୍ଗରେ ଏକା ସାଙ୍ଗରେ ଯଶୋଦା ଗର୍ଭରୁ ଜଣେ କୃଷ୍ଣ ଜନ୍ମ ହେଲେ, ଏବଂ ଦେବକୀ ମା ଗର୍ଭରୁ ଜଣେ କୃଷ୍ଣ ଜନ୍ମ ହେଲେ। ଏବଂ ଯେତେବେଳେ ବସୁଦେବ ଗଲେ, ଇଏ ଭାଗବତର କଥା ନୁହେଁ, ଯାମଳା କୃଷ୍ଣ ଯୋଉ ଗୋଟେ ଶାସ୍ତ୍ର ଅଛି ତାର କଥା। ଏବଂ ତା ଭିତରେ ଆଉ ଗୋଟିଏ ଶାସ୍ତ୍ର ଭିତରକୁ ଗଲେ, ଆମେ ତୁଳଧାମରେ କୃଷ୍ଣ ସବୁବେଳେ ସେ ଗୋପୀମାନଙ୍କ ସହିତ ରାସଲୀଳା କରୁଥାନ୍ତି, ଏବଂ ସେଇ ଗୋକୁଳ ଧାମର ବଗିଚାର ମାଳି ହେଉଛନ୍ତି ଏଇ କଂସ, ପୂର୍ବଜନ୍ମର ଇତିହାସ କଂସର। ସେଇ କଂସ ଦିନେ କୃଷ୍ଣ ବିଶ୍ରାମ ନେଇଛନ୍ତି, ରାଧିକା ମା ଆସିଲେ, ପଚାରିଲେ କୃଷ୍ଣ କଥା, ଭଗବାନ କୁଆଡ଼େ ଗଲେ? ମା ଯେତେବେଳେ ଗଲେ ଦେଖିଲେ ଘର ଭିତରେ ଭଗବାନ ବିଶ୍ରାମ ନେଇଛନ୍ତି। ସେ କହିଲେ, ଆରେ ଗୋଲୋକ ଧାମ ଭଳି ଜାଗାରେ ରହି ଜଣେ ଲୋକ ମିଛ କହୁଛି, ସେ ତ ଦ୍ୱାର ମୁହଁରେ ଥିଲା, ଭଗବାନ ଆସିଲେ ନିଶ୍ଚିତ ଭାବରେ ସେ ଦେଖିଥିବ, ମୋତେ ମନା କଲା। ସାଙ୍ଗେ ସାଙ୍ଗେ ଯାଇ ରାଧା ମା କଂସକୁ ଅଭିଶାପ ଦେଲେ, ତୁ ମର୍ତ୍ତ୍ୟରେ ଅସୁର ହିଁ ଜନ୍ମ। ସିଏ ବି କହିଲା, ମା ମୋର ତ ଏଠି କିଛି ହେଲେ ଭୁଲ ନାହିଁ, ମୁଁ କିଛି ଭୁଲ କରିନି, ପ୍ରକୃତ ମୁଁ ଜାଣିନି ବୋଲି କହିଲି। ମୋତେ ଯଦି ଆପଣ କହିଲେ ଯେ ମିଛ କହିବାରୁ ମୁଁ ମିଛ କେବଳ ମର୍ତ୍ତ୍ୟ ଲୋକ କହନ୍ତି, ମର୍ତ୍ତ୍ୟ ଜନ୍ମ ହେବା ପାଇଁ କହିଲେ, ସେମିତି କ୍ରୋଧ ପ୍ରକାଶ କରିବାର ଏଥିର ଗୁଣ, ମାନେ ଗୋକୁଳ ଧାମ ଭଳି ଏକ ପବିତ୍ର ଧାମ ଯୋଉଠି ମହାରାଜ ଚାଲିଛି, ସେଠି ଆପଣ କ୍ରୋଧ ପ୍ରକାଶ କଲେ ଭଗବାନଙ୍କର ପରିକର ଉପରେ,
ପରିଚାର ଉପରେ ମାନେ ଚାକର ଉପରେ ଆପଣ ମଧ୍ୟ ସେଇ ମର୍ତ୍ତ୍ୟରେ ଜନ୍ମ ହେବେ। ପରସ୍ପର ଅଭିଶାପ ଦେଲା ପରେ ଭଗବାନ ଆସିଲେ, କୃଷ୍ଣ ଭଗବାନ ଗୋଲକ ଧାମରେ ଯିଏ ଅଛନ୍ତି ସିଏ ଆସି କହିଲେ, ସବୁ ଦେଖିଲେ, କହିଲେ ଆଚ୍ଛା ଠିକ୍ ଅଛି, ଇଏ ମୋର ଇଚ୍ଛା, ଆଉ ସିଏ ଯିବେ କଂସ ରୂପରେ ଜନ୍ମ ହେବେ, ମୁଁ ତାଙ୍କୁ ଉଦ୍ଧାର କରିବା ପାଇଁ ଯିବି, ଆଉ ମୁଁ ରାସଲୀଳାରେ ବି ଭାଗ ନେବି, ରାଧିକା ମା ବି ଯିବେ। ଇଏ ହେଲା ଗୋଲକ ଧାମ ପର୍ଯ୍ୟନ୍ତ କଥା।